ଆତ୍ମଜୀବନୀ ସାଧନାର ପଥେ ଭାଗ ପଞ୍ଚମ ପରିଚ୍ଛେଦ ସାଧାରଣ ଜୀବନ ଆରମ୍ଭ। ଏହି ପରିଚ୍ଛେଦର ଆଜି ଆମେ ଦ୍ୱିତୀୟ ଭାଗ ଶୁଣିବାକୁ ଯାଉଛେ। ଏଠାରେ ଆଉ ଗୋଟିଏ ବିଷୟ ଉଲ୍ଲେଖ କଲେ ସେ ସମୟର କଂଗ୍ରେସ କମିଟି ସମ୍ବନ୍ଧରେ ସାଧାରଣଙ୍କର ଏକ ଧାରଣା ହେବ। ଆମ ଜିଲ୍ଲା କଂଗ୍ରେସ କମିଟି ବୈଠକକୁ ମଫସଲରୁ ସଭ୍ୟମାନେ ଆସିଲା ବେଳେ କିଛି କିଛି ଅର୍ଥ ସଂଗ୍ରହ କରି ଜିଲ୍ଲା କଂଗ୍ରେସ କମିଟିରେ ଜମା ଦେଉଥିଲେ। ଜିଲ୍ଲା କଂଗ୍ରେସ କମିଟି ବୈଠକ ପୂର୍ବରୁ ସଭ୍ୟମାନଙ୍କ ସଂଗୃହୀତ ଅର୍ଥ ଜମା ନେବା ଏକ କାମ ଥିଲା। ଜିଲ୍ଲା କଂଗ୍ରେସ କମିଟିରେ ବାଞ୍ଛାନିଧି ବାବୁ, ହନିଫ ବାବୁ, ଘନଶ୍ୟାମ, କରୁଣାକର, ସୁବୋଧ ଏହିମାନେ ପ୍ରଧାନ ଥିଲେ। କର୍ମୀମାନଙ୍କ ଭିତରେ ନୀଳାମ୍ବର, ବିଶ୍ୱନାଥ, ବଂଶୀଧର ରଥ, ଉପେନ୍ଦ୍ର ଏମାନେ ପ୍ରଧାନ ଥିଲେ। ଆମ ସମସ୍ତଙ୍କ ଭିତରେ ଏକ ସଙ୍ଗରେ ନାନା ଅସୁବିଧା ଭିତରେ କାମ କରିବାର ଫଳରେ ଏକ ପ୍ରକାର ପାରିବାରିକ ସ୍ନେହ ଜାତ ହୋଇଥିଲା। ଆମେ ସମସ୍ତେ ଘରଦ୍ୱାର ଛାଡ଼ି ଏକ ନୂତନ ପରିବାର ସୃଷ୍ଟି କରିଥିଲୁ। ଆମ ଭିତରେ ନାନା ବିଷୟରେ ମତଭେଦ ହୁଏ, ଏପରିକି ଗାଳି ଦିଆଦେଇ ହେଉ, ମାତ୍ର ସେସବୁ ମୁହୂର୍ତ୍ତକ ପାଇଁ। ପୁଣି ସମସ୍ତେ ମିଳିମିଶି ଏକ ସଙ୍ଗରେ ଅତି ବନ୍ଧୁତାର ସହିତ ଚାଲୁ। ଏ ବାୟୁମଣ୍ଡଳ କଥା ଭାବିଲେ ମନ ହୁଏ ତାହା ଆଜି ସୁଦ୍ଧା କଂଗ୍ରେସରେ ଥାଆନ୍ତା କି? ମାତ୍ର ତା ବୋଧହୁଏ ହେବାର ନୁହେଁ। କିନ୍ତୁ ମୋର ସେହି ସମୟକାର ସହକର୍ମୀମାନେ ଯେଉଁମାନେ ବଞ୍ଚିଛନ୍ତି ଓ ଯେଉଁମାନେ କଲେଣି, ସେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ଆଜି ସୁଦ୍ଧା ସେହିପରି ଭ୍ରାତୃଭାବ ଅଛି। ସେମାନଙ୍କର ମଧ୍ୟ ମୋ ପ୍ରତି ସେହିପରି ଭ୍ରାତୃଭାବ ଅଛି ବୋଲି ମୁଁ ଭାବୁଛି। ଘଟଣାଚକ୍ରରେ ରାଜନୈତିକ କାମ ଦୃଷ୍ଟିରୁ ଆମେ ପରସ୍ପରଠାରୁ ଦୂରକୁ ଚାଲି ଯାଇଥିଲେ ମଧ୍ୟ କିନ୍ତୁ ଏ ପ୍ରକାର ବାୟୁମଣ୍ଡଳ ପ୍ରାଦେଶିକ କଂଗ୍ରେସ କମିଟିରେ ନଥିଲା। ପ୍ରଥମ କଥା, ପ୍ରାଦେଶିକ କଂଗ୍ରେସ କମିଟି ଖୁବ୍ ଟାଣୁଆ କମିଟି ନଥିଲା। ଫଳରେ ଜିଲ୍ଲା କଂଗ୍ରେସ କମିଟିଯାକ ପ୍ରାୟ ସ୍ୱାଧୀନ ଥିଲେ। ପ୍ରାଦେଶିକ କମିଟିଠାରୁ କଂଗ୍ରେସ ନିର୍ଦ୍ଧାରଣ ବିଷୟରେ କିଛି ସୂଚନା ମିଳୁନଥିଲା। ତଥାପି ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ଉଦାର ହୃଦୟ ଯୋଗୁଁ ଆମ ସମସ୍ତଙ୍କର ଏକ ଉତ୍ସାହର କେନ୍ଦ୍ର ଥିଲା। ପ୍ରାଦେଶିକ କଂଗ୍ରେସ କମିଟିରେ ନୂତନ ଅବସ୍ଥାର ଉପଯୋଗ କରି ସମସ୍ତଙ୍କୁ ନିଜର କରି ସମସ୍ତଙ୍କୁ କର୍ମ ପ୍ରବର୍ତ୍ତନା ଦେବା ଭଳି ସାହା କେବଳ ଗୋପବନ୍ଧୁ କରିଥିଲେ। ମାତ୍ର ତାଙ୍କର ଅନେକ ପୁରାତନ ସହକର୍ମୀ ଥିଲେ, ଯେଉଁମାନଙ୍କ ବିରୋଧରେ ବହୁତ କିଛି ଆମେ ସେହିମାନଙ୍କ ଛାତ୍ରମାନଙ୍କଠାରୁ ଶୁଣିଥିଲୁ। ଆହୁରି ମଧ୍ୟ ସେମାନଙ୍କ କାର୍ଯ୍ୟରେ ସେପରି ସମ୍ମାନ ଦେଖାଇବାକୁ ପାଇଲୁ ନାହିଁ। ଏହି ହେତୁରୁ ପ୍ରାଦେଶିକ କଂଗ୍ରେସ କମିଟିରେ ଅନେକ ବିଷୟରେ ଟିକିଏ ଟଣାଟଣି ହୋଇଛି। ମାତ୍ର ସେପରି ଯେ କୌଣସି କମିଟିରେ ବା ଯେଉଁଠି 5 ଜଣ ଏକାଠି ବସି ବିଚାର କରନ୍ତି, ସେଠି ହୋଇଥାଏ। ଗୋପବନ୍ଧୁ ଚୌଧୁରୀ ଡେପୁଟି ମାଜିଷ୍ଟ୍ରେଟ କାମ ଛାଡ଼ି ଆସିଥିବାରୁ ସମସ୍ତଙ୍କ ଆଖି ତାଙ୍କ ଉପରେ ପଡ଼ିଥାଏ। ରାୟବାହାଦୂର ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ, ଜଣେ ଡେପୁଟି ମାଜିଷ୍ଟ୍ରେଟ, ଯେଉଁଥିପାଇଁ କେତେ ଶିକ୍ଷିତ ଯୁବକ ଜୀବନ ଲୁଟେଇ ଦେଉଛନ୍ତି, ସେସବୁ ଛାଡ଼ି କଂଗ୍ରେସରେ ମିଶିବା ଅବଶ୍ୟ ଏକ ବଡ଼ କଥା। ମାତ୍ର ଗୋପବନ୍ଧୁ ଚୌଧୁରୀ କେବେହେଲେ ଏ ତ୍ୟାଗର ଅହଂଭାବ ପୋଷଣ କରି ନିଜକୁ ଅନ୍ୟମାନଙ୍କ ଉପରେ ସେତେବେଳେ ଚପାଉ ନଥାନ୍ତି। ସେତେବେଳେ ପ୍ରାୟ ସବୁଥିରୁ ସେ ଅଲଗା ରହିଲା ପରି ଥାଆନ୍ତି। ଭାଗୀରଥି ବାବୁ ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ କାର୍ଯ୍ୟ ଅତି ଦକ୍ଷତାର ସହିତ ଚଳାଉଥାନ୍ତି। ସେ ଉଦୀୟମାନ ଓକିଲ ଥିଲେ। ଓକିଲାତି ଛାଡ଼ି ସେ କଂଗ୍ରେସର ପୂର୍ଣ୍ଣ ପ୍ରାଣ ଦେଇ କାମ କରୁଥିଲେ। ତାଙ୍କର ମଧ୍ୟ ଗୋପବନ୍ଧୁଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଥିଲା। ମାତ୍ର ସେ ଗୋପବନ୍ଧୁଙ୍କ ପୁରୁଣା ସହକର୍ମୀମାନଙ୍କ ପ୍ରତି ଆକୃଷ୍ଟ ନଥିଲେ। ନିରଞ୍ଜନ ପଟ୍ଟନାୟକ କଲିକତାରେ ଓକିଲାତି ପଢ଼ା ଛାଡ଼ି ଆସିଥିଲେ। ସେ ଲେଖାପଢ଼ାରେ ପାରଙ୍ଗମ ଥିଲେ। ଟିକିନିକି କରି ସବୁ କଥା ଆଲୋଚନା କରିବା ତାଙ୍କର ଅଭ୍ୟାସ ଥିଲା। ସେ ଅଭ୍ୟାସ ପ୍ରଶଂସନୀୟ, ସେଥିରେ ସନ୍ଦେହ ନାହିଁ। ତେଣୁ ନିରଞ୍ଜନ କମିଟିରେ ବେଶୀ ଭାଗ ନେଉଥିଲେ। ଏହା ସମ୍ଭବ ଯେ ତାଙ୍କର ଟିକିନିକି ଆଲୋଚନା ଅନେକଙ୍କୁ ସୁଖ ଲାଗୁନଥିବ। ମାତ୍ର ତାଙ୍କର ଗୋପବନ୍ଧୁଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଥିଲା। ସେ ମଧ୍ୟ ଗୋପବନ୍ଧୁଙ୍କ ପୁରାତନ ସହକର୍ମୀମାନଙ୍କ ପ୍ରତି ଆକୃଷ୍ଟ ନଥିଲେ। ମୁଁ ଏ ବିଷୟରେ କିଛି ଲେଖିନଥାନ୍ତି। ମାତ୍ର
ଲେଖରେ ଗୋପନ ପ୍ରଚାରରେ ଏ କଥାକୁ ଗୋପବନ୍ଧୁଙ୍କ ପୁରାତନ ସହକର୍ମୀମାନଙ୍କ ଭିତରୁ କେତେଜଣ ଏପରି କରି ଥୋଇ ଦେଇଛନ୍ତି ଯେ ଏ ବିଷୟରେ ମୋତେ ଯାହା ଜଣା ତାହା ସାଧାରଣକୁ ଜଣାଇବା ଦରକାର ପଡ଼ୁଛି। ଗୋପବନ୍ଧୁ ମଧ୍ୟ ନିଜେ କେତେଥର ବଡ଼ ଟଣାଟଣିରେ ପଡ଼ିଛନ୍ତି। ପୁରାତନ ସହକର୍ମୀ ଏକ ଦିଗରେ, ଅନ୍ୟ ଦିଗରେ ନୂତନ ସହକର୍ମୀ ଦଳ। ନିଜର ହୃଦୟର ଜୋରରେ ସେ ଏ ଟଣାଟଣିରୁ ପାର ପାଇଛନ୍ତି। ଥରେ ଦୁଇଥର ସେ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକରେ କାନ୍ଦି ପକାଇଛନ୍ତି। ତାଙ୍କୁ କେହି କିଛି କହିଲା ବୋଲି ତା ନୁହେଁ। ଯେତେବେଳେ ସେ ନିଜର ପୁରାତନ କର୍ମୀ ଓ ନୂତନ ସହକର୍ମୀଙ୍କ ଭିତରେ ତରାଜୁ ଠିକ୍ କରି ରଖି ପାରୁନଥିଲେ, ସେତେବେଳେ ନିଜର ଅଶ୍ରୁରେ ସେ ଅବସ୍ଥାର ସମାଧାନ କରୁଥିଲେ। ଏହା ହିଁ ହେଉଛି ପ୍ରକୃତ କଥା। ଗୋପବନ୍ଧୁଙ୍କ ଜଣେ ପୁରାତନ ସହକର୍ମୀ ସମ୍ବଲପୁରରେ ଓ ଆଉ ଜଣେ ସିଂହଭୂମିର ଚକ୍ରଧରପୁରରେ ଯେପରି ଭାବରେ କାର୍ଯ୍ୟ କରୁଥିଲେ, ସେ ବିଷୟରେ ବିରୁଦ୍ଧ ସମାଲୋଚନା ପ୍ରାଦେଶିକ କଂଗ୍ରେସ କମିଟିରେ ହୋଇଛି। ନିଖିଳ ଭାରତ କଂଗ୍ରେସ କମିଟିରୁ ଓଡ଼ିଶା ପାଇଁ ଯେଉଁ ଅର୍ଥ ସାହାଯ୍ୟ ଆସୁଥିଲା, ତାକୁ ବିତରଣ କଲାବେଳେ ଗୋପବନ୍ଧୁଙ୍କ ପୁରାତନ ସହକର୍ମୀମାନେ ଯେପରି ଆଚରଣ କରୁଥିଲେ, ତାର ମଧ୍ୟ ବିରୁଦ୍ଧରେ ସମାଲୋଚନା ହୋଇଛି। ଏହିପରି ଅନେକ ବିଷୟରେ ଟିକିଏ ଟିକିଏ ଟଣାଟଣି ହୋଇଛି, ମାତ୍ର ତାହା ସାମାନ୍ୟ। ମୋଟ ଉପରେ ବିଚାର କଲେ ଜଣାଯିବ ଯେ ଓଡ଼ିଶାର ସମବେତ କର୍ମଠ ରାଜନୈତିକ ଜୀବନ ନୂଆ ହୋଇ ଆରମ୍ଭ ହେଉଥିବା ସ୍ଥଳେ ସେତେବେଳେ ଯେତେଦୂର ସମ୍ଭବ ମିଳିମିଶି ସମସ୍ତେ କାର୍ଯ୍ୟ କରୁଥିଲେ ଓ ତାହା କେବଳ ସମ୍ଭବ ହୋଇଥିଲା ପଣ୍ଡିତ ଗୋପବନ୍ଧୁଙ୍କ ହୃଦୟବତା ଯୋଗୁଁ। ଏ ବିଷୟରେ ଏତିକି। ସେପ୍ଟେମ୍ବର 30 ତାରିଖ ପୂର୍ବରୁ ଗୋଟିଏ ଘଟଣା ଉଲ୍ଲେଖଯୋଗ୍ୟ। ମୁଁ ଆମ ସ୍ୱରାଜ ମନ୍ଦିରରେ ବସି ଲୁଗା ମୋଡ଼ୁଥାଏ। ଏହି ସମୟରେ କିଏ ଖବର ଦେଲା ଯେ ଜଣେ ଗାଡ଼ିବାଲା ଷ୍ଟେସନରେ ଥିବା ସ୍ୱେଚ୍ଛାସେବକଙ୍କ ପିକେଟିଂ ନ ମାନି ଜିଦ୍ କରି ବିଦେଶୀ ଲୁଗା ଗାଡ଼ିରେ ଆଣୁଛି ଓ ଆସି ଆମ ଅଫିସ ଆଗ ରାସ୍ତାରେ ହେଲାଣି। ମୁଁ ହଠାତ୍ ତନ୍ତରୁ ଉଠିପଡ଼ି ଦୌଡ଼ି ଯାଇ ମନ୍ଦିର ସାମ୍ନା ରାସ୍ତାରେ ଯାଇ ଗାଡ଼ି ଆଗରେ ଶୋଇପଡ଼ିଲି। ମୋ ସାଙ୍ଗରେ ଭୈରବ, ଅଭିନବ, ଅଭିରାମାନନ୍ଦ ପ୍ରଭୃତି ଆଉ 3-4 ଜଣ ମଧ୍ୟ ସେହିପରି ଶୋଇପଡ଼ିଲେ। ରାସ୍ତା ଅବରୋଧ ଅପରାଧରେ ଆମେ ସମସ୍ତେ ଧରାହେଲୁ ଓ ପ୍ରତ୍ୟେକକୁ 25 ଟଙ୍କା ଜରିମାନା ନ ଦେଲେ 15 ଦିନ କରି ବିନା ଶ୍ରମ ଜେଲ୍ ହେଲା। ଜେଲ୍ ଏଇ ଅୟମାରମ୍ଭ। ଜେଲରେ ଲୁହାବାଟି, ବାଲିମିଶା, ଚାଉଳ, କମ୍ବଳ କାରବାର ଏସବୁର ସୂଚନା ମିଳିଲା ମାତ୍ର ଅଳ୍ପ ଦିନ ପାଇଁ। ଜରିମାନା ନ ଦେଇ ଆମେ ଜେଲ୍ ବରଣ କଲୁ। ଏ ପ୍ରଥମ ଅଭିଜ୍ଞତା ଅତି କୌତୂହଳପ୍ରଦ। ଯାହା ହେଉ, ଆମ ଜେଲ୍ ଯିବା ଫଳରେ ସେ ଗାଡ଼ିବାଲା ଓ ଲୁଗା ବ୍ୟବସାୟୀ ପାଣ୍ଠି ବନ୍ଦ କରି କଂଗ୍ରେସ ଆଦର୍ଶ ସୁଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେପ୍ଟେମ୍ବର 30 ତାରିଖ ହୋଇଗଲା। ମହାତ୍ମା ଗାନ୍ଧୀ ନିର୍ଦ୍ଦେଶ ଦେଲେ ଯେ ସବୁ ଦେଶରେ ସବିନୟ ଆଇନ ଅମାନ୍ୟ କ୍ଷେତ୍ର ପ୍ରସ୍ତୁତ କରାଯାଉ। ସେଥିପାଇଁ ଅନେକଗୁଡ଼ିଏ ସର୍ତ୍ତ ସେ ଦେଇଥିଲେ। ଲୁଗା ବିଷୟରେ ଅରଟ ଦ୍ୱାରା ସ୍ୱାବଲମ୍ବୀ ସେ ଅଞ୍ଚଳ ହୋଇଥିବ। ସେଠି ନିଶା ବିବର୍ଜିତ ହୋଇଥିବ। ହିନ୍ଦୁ ମୁସଲମାନ ଏକତା ଥିବେ। ଲୋକେ ଅହିଂସାପଣରେ ଥିବେ। ଏପରି ଅଞ୍ଚଳରେ ସବିନୟ ଆଇନ ଅମାନ୍ୟ ଚାଲିଥିବା ବେଳେ ଅନ୍ୟ ସବୁ ଅଞ୍ଚଳରେ ପୂର୍ଣ୍ଣ ଶାନ୍ତି ପରିଲକ୍ଷିତ ହେବ। ଏହି ନିର୍ଦ୍ଦେଶ ଅନୁସାରେ ଆମ ପ୍ରାଦେଶିକ କଂଗ୍ରେସ କମିଟି ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଲା କ୍ଷେତ୍ରରେ ପ୍ରସ୍ତୁତ କରିବା ପାଇଁ। ତଦନୁସାରେ ବାଲେଶ୍ୱରରେ ଆମେ ଏକ ଅଞ୍ଚଳ ପ୍ରସ୍ତୁତ କଲୁ। ବସ୍ତା ଥାନାରେ ସାର୍ଥା ଅଞ୍ଚଳକୁ ଆମେ ବାଛିଥାଉ। ସେତେବେଳେ ଚାରିଆଡ଼େ ଲୋକଙ୍କର ପ୍ରବଳ ଉତ୍ସାହ। ଜନତା ଅତି ଉତ୍କ୍ଷିପ୍ତ ବ୍ୟବସ୍ଥାରେ ଥାନ୍ତି। ବହୁଦିନର ଜଡ଼ତା ଭାଙ୍ଗିଯାଇ ଏକ ନୂତନ ଆଶାରେ ସାଧାରଣ ଲୋକ ମାତିଥାନ୍ତି। ଚତୁର୍ଦ୍ଦିଗ ଜୟ ମହାତ୍ମା ଗାନ୍ଧୀ କି ଜୟ ନିନାଦରେ ଝଙ୍କାରିତ ହେଉଥାଏ। ସେତେବେଳେ ମୁଁ କେତେଆଡ଼େ କହିଛି ଯେ ଯଦି ନିର୍ଦ୍ଦେଶ ଆସେ ଏକାଦିନେ ଏକାବେଳେ ସବୁ ଥାନାକୁ ଦଖଲ କରିନେବୁ। ବ୍ରିଟିଶ ସରକାରଙ୍କ ସାଧ୍ୟ ନାହିଁ ତାକୁ ଅଟକାଇବାକୁ। ମାତ୍ର ସେତେବେଳେ ଗାନ୍ଧୀଜୀ ଯେଉଁ ସର୍ତ୍ତମାନ ଦେଇଥିଲେ ତାକୁ ପୂରଣ କରିବା ଦିଗରେ ଆମର ଦୃଷ୍ଟି ନଥିଲା। କେବଳ ସେସବୁର ପ୍ରଚାର ଛଡ଼ା ଆମ ଦ୍ୱାରା କିଛି ହେଉନଥିଲା। ଲୋକଙ୍କ ଉତ୍ସାହରେ ଆମେ ସନ୍ତୁଷ୍ଟ ଥିଲୁ। ତା ଛଡ଼ା ସବିନୟ ଆଇନ ଅମାନ୍ୟ କ'ଣ, ତାର ରୂପରେଖ କିପରି, ସେ ସମ୍ବନ୍ଧରେ ଆମର କାହାରି କିଛି ଧାରଣା ନଥାଏ। ଗୋଟିଏ ପ୍ରତିଷ୍ଠିତ ଶାସନର ଦମନ ନୀତି ଆଗରେ ଛିଡ଼ା ହେବା ପାଇଁ ଯେଉଁ ଧୈର୍ଯ୍ୟ, ସାହସ ଓ ତ୍ୟାଗ ଦରକାର, ତାହା ମଧ୍ୟ କଳ୍ପନାକୁ ଆଣୁନଥିଲୁ। ମୁଁ ବର୍ତ୍ତମାନ ଭାବି ଦେଖୁଛି ଯେ ସେତେବେଳେ ଯଦି ଗାନ୍ଧୀଜୀ ଆଖିବୁଜି ଆଇନ ଅମାନ୍ୟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତେ, ତେବେ ସର୍ବନାଶ ଘଟିଯାଇଥାନ୍ତା। ଯେ ଜାଗରଣ ସେତେବେଳେ ଅଙ୍କୁରିତ ହୋଇଥିଲା, ତାହା ପ୍ରଚଣ୍ଡ ଦମନ ନୀତିରେ ପୋଡ଼ି ଭସ୍ମ ହୋଇଯାଇଥାନ୍ତା। ଲୋକେ ପୁଣି ସେ ପୁରୁଣା ନିରାଶାର ଜଡ଼ତା ଭିତରକୁ ଫେରିଯାଇଥାନ୍ତେ। ସୌଭାଗ୍ୟର ବିଷୟ ଯେ ଜଣେ ସୁଦକ୍ଷ ନେତା ଆମର ଥିଲେ। ସେ କୌଣସିମତେ ଆଇନ ଅମାନ୍ୟ ପାଇଁ ନିର୍ଦ୍ଦେଶ ଦେଇନଥିଲେ।
ସେତେବେଳେ କାହିଁକି ନିର୍ଦ୍ଦୋଷ ଆସୁନାହିଁ ବୋଲି ଅତ୍ୟଧିକ ଉଦ୍ବେଗ ଓ ଆନୁଷଙ୍ଗିକ ବିରକ୍ତି ଜାତ ହେଉଥିଲା। ଆଜି ବୁଝୁଛି ତାହା ଥିଲା ଅପରିପକ୍ୱ ଉତ୍ସାହର ପରିଣତ। ମୋର ମନେ ଅଛି ସେହି ସାର୍ଥରୁ ଥରେ 20-25 ଜଣ ଲୋକ ବାଲେଶ୍ୱର ଆସି ସ୍ୱରାଜ ମନ୍ଦିରରେ କହୁଥାନ୍ତି, କ'ଣ କରିବା, କିଛି ଆଦେଶ ତ ଆସିଲା ନାହିଁ, ଆମେ ସବୁ ତିଆର। ଆମ ଗାଁ ସାର ଜେଲ୍ ଯିବେ ବୋଲି ବସିଛନ୍ତି। କ'ଣ କହୁଛନ୍ତି? ମୁଁ ଏକଥା ଶୁଣି ମନ ଭିତରେ ଅସ୍ଥିର ହେଉଥାଏ ଯେ କାହିଁକି କିଛି ଆଦେଶ ଆସୁନାହିଁ। ମାତ୍ର ମୁହଁରେ ସେମାନଙ୍କୁ ବୁଝାଇ କହିଲି ଯେ ଅପେକ୍ଷା କରିବାକୁ ହେବ। ଇତିମଧ୍ୟରେ ସୂତାକଟା ଜୋରସୋରରେ ଚଲାଅ। ସୂତାକଟା ପ୍ରଭୃତି ଖାଲି କଥାରେ କଥା ହୋଇଥାଏ, ତା ଉପରେ ଦୃଷ୍ଟି ନଥାଏ। ଏହିପରି ଦେଶସାରା ଯେତେବେଳେ ବାତୁଳ ଉନ୍ମାଦନା, ସେତେବେଳେ କଲିକତାରେ ସି.ଆର୍. ଦାସ ପ୍ରମୁଖ ନେତା ଓ ହଜାର ହଜାର ସ୍ୱେଚ୍ଛାସେବକ ଗିରଫ୍ତାର ହେଲେ। ସ୍ୱେଚ୍ଛାସେବକ ଦଳମାନେ ବେଆଇନ ଘୋଷିତ ହୋଇ ପ୍ରଥମେ ଏହି ଆଦେଶ ଅମାନ୍ୟ କରିବା। ଗାନ୍ଧିଜୀ ଆଦେଶ ଦେଲେ, ମାତ୍ର ଯେ ଅମାନ୍ୟ କରି ସ୍ୱେଚ୍ଛାସେବକ ଦଳଭୁକ୍ତ ହୋଇ କାରାବରଣ କରିବାକୁ ଯିବ, ସେ ଖଦଡ଼ ପିନ୍ଧୁଥିବ, ସୂତା କାଟୁଥିବ, ନିଶା ଖାଉନଥିବ, ହିନ୍ଦୁ ମୁସଲମାନ ଭେଦଭାବ ନଥିବ, ଏପରି ଅନେକ ସର୍ତ୍ତ ଗାନ୍ଧିଜୀ ନିରୂପଣ କରିଥିଲେ। ଏସବୁ ସର୍ତ୍ତ ଖାଲି ମୁହଁର କଥା ହୋଇଗଲା। ନାଁ ଲେଖାଇ ଜେଲ୍ ଯିବା ହେଲା ମୂଳ କଥା। କଲିକତାରେ ଦଳକ ପରେ ଦଳାଏ ଜେଲ୍ ଯିବାର ଖବର ପ୍ରତିଦିନ ମିଳୁଥାଏ। ତେଣୁ ମାଲବାରରେ ମୋପ୍ଲା ବିଦ୍ରୋହର ଓ ମୋପ୍ଲାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଲୋମହର୍ଷଣକାରୀ କାହାଣୀମାନ ଶୁଣାଯାଉଥାଏ। ଉନ୍ମାଦନା ବଢ଼ିବାରେ ଲାଗିଥାଏ। ଏହି ସମୟରେ ବାଲେଶ୍ୱରର ଅବକାରୀ ଦୋକାନ ପଟ୍ଟା ଦେବା ପାଇଁ ନିଲାମ ଡକା ହେବାର ତାରିଖ ଦିନ ଆମେ ସେଠି ପିକେଟିଂ କରୁଥିଲୁ। ମାଜିଷ୍ଟ୍ରେଟଙ୍କ କଚେରୀ ଆଗରେ କେହି ଲୋକ ନିଲାମ ଧରି ନାହିଁ ବୋଲି ଚିତ୍କାର କରିଥିଲୁ। ଏଥିରେ ପ୍ରାୟ 25 ଜଣ ପର୍ଯ୍ୟନ୍ତ ଗିରଫ୍ତାର ହୋଇ ଜେଲ୍ ଯାଇଥିଲେ। ସେଥିରେ ସୁବୋଧ ଅଗ୍ରଣୀ ଥିଲା। ଆମ ଏ ପିକେଟିଂ ଦଳରେ ସେଦିନ ନିଲାମ ଡାକ ବନ୍ଦ ହୋଇ ଯାଇଥିଲା ଓ ମୋର ମନେହୁଏ ସେ ବର୍ଷ ପ୍ରକାଶ୍ୟ ନିଲାମ ଡାକ ନ ହୋଇ ଲୁଚାଲୁଚି କରି ସେ କାମ କରିନେଇଥିଲେ। ଆଇନ ଅମାନ୍ୟ କରି ଜେଲ୍ ଯିବା ପାଇଁ ବାତାବରଣ ତିଆରି ହୋଇ ଯାଇଥିଲା। ଉପରୋକ୍ତ ଘଟଣା ତା'ର ଏକ ଉଦାହରଣ। ଅବଶେଷରେ କଂଗ୍ରେସର ବାର୍ଷିକ ଅଧିବେଶନ ଅହମ୍ମଦାବାଦରେ ହେଲା। ଏହି କଂଗ୍ରେସରେ ଯୋଗ ଦେବା ପାଇଁ ଓଡ଼ିଶାରୁ 127 ଜଣ ଯାଇଥିଲେ। ଓଡ଼ିଶା ଇତିହାସରେ ଏହା ଏକ ଅଭିନବ ଘଟଣା। 127 ଜଣ ମଧ୍ୟରୁ ଅନେକ ଅନ୍ୟଠାରୁ ଅର୍ଥ ସଂଗ୍ରହ କରି ଅହମ୍ମଦାବାଦ ଯାଇଥିଲେ। ବାଲେଶ୍ୱରରୁ 53 ଜଣ ଏ କଂଗ୍ରେସକୁ ଯାଇଥିଲେ। ଅହମ୍ମଦାବାଦ କଂଗ୍ରେସର ନିର୍ବାଚିତ ସଭାପତି ସେତେବେଳେ ହକିମ ଅଜଲେମ ଖାନ୍। ଅଦୃଷ୍ଟପୂର୍ବ ଉନ୍ମାଦନା ଭିତରେ କଂଗ୍ରେସ ଅଧିବେଶନ ଚାଲିଥାଏ। କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ ଉପରେ ଆଇନ ଅମାନ୍ୟ ଆନ୍ଦୋଳନର ଭାର ପୂରା ମାତ୍ରାରେ ଦେଲା। ବିପୁଳ ଉତ୍ସାହ ଘେନି ଓଡ଼ିଶାର ପ୍ରତିନିଧିମାନେ ଫେରିଲେ। 1922 ଜାନୁଆରୀଠାରୁ ଜୁନ୍ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷରେ ପ୍ରଚଣ୍ଡ ରାଜନୀତିର ସମୟ। ଏହି ସମୟରେ ପ୍ରଦେଶବ୍ୟାପୀ ଗୃହଦାହ ମାରାତ୍ମକ ବ୍ୟାଧି ପରି ବ୍ୟାପିଗଲା। ମୋଟ ପ୍ରାୟ 25,000 ଘରପୋଡ଼ି ଯାଇଛି। ଏହି ସମୟରେ କନିକାର ଛୁମୁକ ଇଲାକାର ମେଳି ହୋଇ ଘର ଲୁଟି ଗୁଳି ଓ ଅକଥନୀୟ ଅତ୍ୟାଚାର ହୋଇଯାଇଛି। ଏହି ସମୟ ଭିତରେ ଓଡ଼ିଶାର ବିଶିଷ୍ଟ ନେତାମାନେ ଜେଲ୍ ଯାଇଛନ୍ତି। ଏସବୁ କିଞ୍ଚିତ୍ ବିବରଣ ଲେଖିବା ଦରକାର ଏବଂ ତତ୍ସହିତ ମୋର ସମ୍ପର୍କ ମଧ୍ୟ ଜଣାଇବା ଦରକାର। ପ୍ରଥମ ଘରପୋଡ଼ି। କଟକରେ ଏହା ପ୍ରଥମେ ଆରମ୍ଭ ହୁଏ। ସହରର ସାହି ସାହି ଧୁ ଧୁ କରି ଦିନ ଦ୍ୱିପ୍ରହରରେ ନିଆଁ ଲାଗିଯାଉଥାଏ। କିପରି ଲାଗୁଥାଏ ଓ କିଏ ଲଗାଉଥାଏ, ଏହା ଏକ ରହସ୍ୟର ବିଷୟ ହୋଇ ରହିଥାଏ। ଜନସାଧାରଣଙ୍କ ବିଶ୍ୱାସ ଯେ ପୁଲିସ ତରଫରୁ ଏହା ଲଗାଉଥିଲା। ଉଦ୍ଦେଶ୍ୟ ଏହି ଯେ ଅସହଯୋଗ ଆନ୍ଦୋଳନ ଫଳରେ ଅରାଜକତା କିପରି ବୃଦ୍ଧି ପାଇଛି, ତାହା ପ୍ରମାଣ କରିବା। କେତେକ ପୋଲିସ କର୍ମଚାରୀ ପ୍ରଥମେ ପ୍ରଚାର କରିଥିଲେ ଯେ କଂଗ୍ରେସବାଲାମାନେ ଲୋକଙ୍କ ଘରେ ନିଆଁ ଲଗାଇ ଦେଉଛନ୍ତି। ମାତ୍ର ଜନମତ ପ୍ରମାଣ ଓ ବିଶ୍ୱାସ ସହିତ ଘୋଷଣା କଲେ ଯେ କେତେକ ପୋଲିସ କର୍ମଚାରୀ ଏହାର କର୍ତ୍ତା। ଏଣୁ ସାହି ଭିତରକୁ ପୋଲିସ କନେଷ୍ଟବଳଙ୍କୁ ସୁଦ୍ଧା କେହି ଛାଡ଼ି ଦେଉ ନଥାନ୍ତି। ଘରପୋଡ଼ି ସଙ୍ଗେ ସଙ୍ଗେ ପୋଲିସ କନେଷ୍ଟବଳଙ୍କ ଉପରେ ମାଡ଼ ମଧ୍ୟ ଚାଲିଥାଏ। ପୋଲିସ କର୍ମଚାରୀଙ୍କୁ ମାରିଥିବା ଅପରାଧରେ ଏହି ସମୟରେ ଅନେକଙ୍କୁ ଜେଲ୍ ଦିଆଯାଇଛି। ଥରେ ମୁଁ କଟକ ସ୍ୱରାଜ୍ୟାଶ୍ରମରେ ଥାଏ। ସନ୍ଧ୍ୟାବେଳେ ତେଲେଙ୍ଗା ବଜାରରେ ଧୁ ଧୁ କରି ନିଆଁ ଲାଗିଲା। ଏତେ ଜୋରରେ ନିଆଁ ଜଳୁଥାଏ ଯେ ଆଶ୍ରମ କୋଠା ଉପରେ ତାହା ଦେଖାଯାଉଥାଏ। ଲୋକ କୋଳାହଳ ମଧ୍ୟ ଶୁଣାଯାଉଥାଏ। ଏ ଦୃଶ୍ୟ ଦେଖି ମୁଁ ଅଭିଭୂତ ହୋଇଗଲି। ଏ ସମୟରେ ଆମର କର୍ତ୍ତବ୍ୟ କ'ଣ, ଏ ପ୍ରଶ୍ନ ମୋ ମନରେ ଉଠିଲା। ପଣ୍ଡିତ ଗୋପବନ୍ଧୁ ସେଦିନ କଟକ ଆସିଥାନ୍ତି ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସହ ବମ୍ବେ ଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ମୁଁ ଯାଇ ତାଙ୍କୁ କହିଲି, ଏ ଘରପୋଡ଼ି ଏପରି ବ୍ୟାପକ, ଏଥିରେ ଆମର କ'ଣ କରିବାର କିଛି ନାହିଁ? ସେ ମୋ କଥା ଶୁଣି ଗାଲରେ ହାତ ଦେଇ ଅନେକ ସମୟ ଭାବିଲେ। ତାପରେ ଧୀରେ ଧୀରେ କହିଲେ, ବୁଝିଲ ହରେକୃଷ୍ଣ, ମୁଁ କରିବି କ'ଣ? ସତ୍ୟବାଦୀ ସ୍କୁଲକୁ ଜାତୀୟ ବିଦ୍ୟାଳୟ କରିଦେଇ ମୁଁ ମହାବ୍ୟସ୍ତ।
ବିଦ୍ୟାଳୟଟି ବନ୍ଦ ହେବା ଉପରେ କେବଳ ଅର୍ଥାଭାବ ଯୋଗୁଁ। ଲିଙ୍ଗରାଜକୁ ନେଇ ଆଜି ବମ୍ବେ ଯାଉଛି, ସେଠାରେ କିଛି ଅର୍ଥ ସଂଗ୍ରହ ପାଇଁ। ତୁମେ ଯାହା ସବୁ ପାରୁଛ କର। ମୁଁ ତାଙ୍କର ଅସୁବିଧା ବୁଝିପାରିଲି। ସମସ୍ତଙ୍କ ସହିତ ଆଲୋଚନା କଲି। ସମସ୍ତେ କହିଲେ ଏସବୁ ତ ପୁଲିସ କରୁଛି, ଆମର ତ ଅସହଯୋଗ ଆନ୍ଦୋଳନ ଚାଲିଛି, ଆମେ କରିବା କ'ଣ? ଏ କଥା ମୋତେ କିଛି ସୁଖ ଲାଗିଲା ନାହିଁ। ମୁଁ ଭାବିଲି ସମୁଦାୟ ଓଡ଼ିଶା ବ୍ୟାପାର ଚିନ୍ତା କରିବା ଅଧିକାର ବା ଯୋଗ୍ୟତା ମୋର ନାହିଁ। ମୋର କର୍ମକ୍ଷେତ୍ର ବାଲେଶ୍ୱର ପାଇଁ ମୋତେ କିଛି କରିବାକୁ ହେବ। ସେହିଦିନ ମୁଁ ବାଲେଶ୍ୱର ଫେରିଲି। 2-3 ଦିନ ହେବ ବାଲେଶ୍ୱରରେ ମଧ୍ୟ ଘର ପୋଡ଼ି ଆତଙ୍କ ସୃଷ୍ଟି ହୋଇଛି। ରାତି ସାରା କେହି ଶୋଉନାହାନ୍ତି, ସମସ୍ତେ ହୋ ହୋ ହେଉଛନ୍ତି। ଗୋଟିଏ ଦୁଇଟି ଘରେ ନିଆଁ ମଧ୍ୟ ଲାଗିଗଲାଣି। ମୁଁ ସ୍ପଷ୍ଟ ଭାଷାରେ ଭାବିଲି ଯେ ରାଜନୀତି ଆନ୍ଦୋଳନର ଗତି ଯାହା ହେଉ ପଛକେ ଏ ଅବସ୍ଥାରେ ଲୋକଙ୍କୁ ସାହାଯ୍ୟ କରିବାକୁ ହେବ। ମୁଁ ମନସ୍ଥିର କରି ସେ ସମୟକାର ଜିଲ୍ଲା ମାଜିଷ୍ଟ୍ରେଟ ଶ୍ୟାମଲାଲ ଗୁପ୍ତା ଓ ପୋଲିସ ସାହେବ ହଡ଼ସନ ସାହେବଙ୍କଠାରୁ 2 ଖଣ୍ଡ ଚିଠି ଲେଖିଲି। ସେ ଚିଠି 2 ଖଣ୍ଡ ମର୍ମ ଏହି ଯେ ଆମ ଭିତରେ ରାଜନୈତିକ ମତଭେଦ ଯାହା ହେଉ ପଛକେ ଏ ଯେଉଁ ଘରପୋଡ଼ି ତଜ୍ଜନିତ ଆତଙ୍କ, ସେଥିରୁ ଲୋକଙ୍କୁ ରକ୍ଷା କରିବା ଆପଣମାନଙ୍କର ଆଉ ଆମର କର୍ତ୍ତବ୍ୟ। ମାନବିକତା ଦୃଷ୍ଟିରୁ ଏଥିରେ ପରସ୍ପର ସହଯୋଗ ଅତି ଆବଶ୍ୟକ। ଆଜି ସନ୍ଧ୍ୟା 5ଟା ବେଳେ ମ୍ୟୁନିସିପାଲିଟି ଅଫିସ ପାଖ ପଡ଼ିଆକୁ ଏକ ସାଧାରଣ ସଭା ଡାକୁଛି। ଏଥିରେ ସରକାରୀ କର୍ମଚାରୀ ତଥା ସରକାର ପକ୍ଷ ଲୋକ ଯୋଗ ଦେଲେ ଆମ୍ଭମାନଙ୍କର କିଛି ଆପତ୍ତି ନାହିଁ ବୋଲି ଆପଣମାନେ ସେମାନଙ୍କୁ ଜଣାଇ ଦିଅନ୍ତୁ। ଆଉ ମଧ୍ୟ ଆପଣମାନେ ଏ ସଭାରେ ଯୋଗ ଦିଅନ୍ତୁ। ଲୋକଙ୍କୁ କିପରି ରକ୍ଷା କରିବାକୁ ହେବ ଆମେ ସମସ୍ତେ ସ୍ଥିର କରିବା। ଏ ଚିଠି 2 ଖଣ୍ଡ ଜିଲ୍ଲାର 2 ହାକିମଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା। ସେମାନେ କଚେରୀରେ ନୋଟିସ୍ ଦେଇଥିଲେ ଯେ ସେଦିନ ସଭାକୁ ସରକାରୀ କର୍ମଚାରୀ ବା ଅନ୍ୟ କେହି ଗଲେ ସେମାନଙ୍କର କିଛି ଆପତ୍ତି ନାହିଁ। ସେଦିନ ସଭା ଖୁବ୍ ବଡ଼ରେ ହୋଇଥିଲା। ସରକାରୀ ଉପାଧିଧାରୀ ବ୍ୟକ୍ତି ଓ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ। ପୋଲିସ ସାହେବ ଆସିଥିଲେ। ମୁଁ ସଭାରେ ଭଲ କରି ବୁଝାଇ କହିଲି ଯେ କଂଗ୍ରେସ ଅସହଯୋଗ ନୀତି ଅବଲମ୍ବନ କରିଛି, ସେଥିରେ ତିଳେ ମାତ୍ର ଟଳିବ ନାହିଁ। ମାତ୍ର ବର୍ତ୍ତମାନ ଯେତେବେଳେ ଗୋଟାଏ ଆକସ୍ମିକ ବିପଦ ଆସି ପଡ଼ିଛି, ଯେତେବେଳେ ଗରିବ ଦେଶବାସୀ ନିଜର ବାସଖଣ୍ଡକରୁ ବଞ୍ଚିତ ହେବା ପାଇଁ ବସିଛନ୍ତି, ସେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୋଲିସ ସାହେବ ଯେଉଁମାନେ ମନୁଷ୍ୟ, ସେମାନଙ୍କ ହୃଦୟ ଅଛି, ସେମାନଙ୍କ ସହିତ ମିଶି ଏ ବିପଦରୁ ପ୍ରତିକାର କରିବାକୁ ହେବ। ଏହା ହେଉଛି ଆପ୍ତ ଧର୍ମ। ଏହାପରେ ମୁଁ ପ୍ରସ୍ତାବ କଲି ଯେ ସହରର ସଂରକ୍ଷଣ ସମିତି ବୋଲି ଗୋଟିଏ ସମିତି ଗଠିତ ହେଉ। ତାହାର ସଭାପତି ଜିଲ୍ଲା ମାଜିଷ୍ଟ୍ରେଟ, ଉପସଭାପତି ପୋଲିସ ସାହେବ, ମୁଁ ସମ୍ପାଦକ ଓ ଆଉ 10 ଜଣ ସ୍ଥାନୀୟ ଭଦ୍ରଲୋକ ନିର୍ବାଚିତ ହୁଅନ୍ତୁ। ଏହା ସର୍ବସମ୍ମତିକ୍ରମେ ମଞ୍ଜୁର ହେଲା। ଏହି ସମିତିରେ ବେକଂଗ୍ରେସ ସମସ୍ତେ ରହିଲେ। ଏହାର ନାମ ହେବ ସହର ସାରା ସରକାରୀ ଓ ବେସରକାରୀ ପ୍ରହାରର ବନ୍ଦୋବସ୍ତ କରାଇବା। ଯେଉଁମାନେ ଗରିବ ଓ ମଜୁରିଦାର ପ୍ରତିସାର ଘର ଜଗି ଦିନରେ କାମକୁ ଯାଇପାରୁନାହାନ୍ତି, ସେମାନଙ୍କୁ ମଜୁରି ଦେବା ଓ ଯେଉଁମାନେ ଅତି ଗରିବ ରାତିରେ ବତି ଜଳାଇ ଘର ଜଗିବା ପାଇଁ ସମର୍ଥ ନୁହନ୍ତି, ସେମାନଙ୍କୁ ତେଲ ସାହାଯ୍ୟ କରିବା ଓ ସହରର ଅନେକ ସ୍ଥଳରେ ପାଣି ମାଠିଆ ଯୋଗାଡ଼ କରି ରଖିବା, ଏହା ମଧ୍ୟ ସର୍ବୋତ୍ତମ ଗୃହୀତ ହୋଇଥିଲା। ସଭା ଶେଷ ହେବାକୁ ମାତ୍ରକେ ଚାନ୍ଦା ସଂଗ୍ରହ ଉଦ୍ୟମ କଲି। ଜିଲ୍ଲା ମାଜିଷ୍ଟ୍ରେଟ 10 ଟଙ୍କା ଓ ପୁଲିସ ସାହେବ 10 ଟଙ୍କା ପ୍ରଥମେ ଚାନ୍ଦା ଦେଇଥିଲେ। ତାପରେ ଅନ୍ୟମାନେ କିଛି କିଛି ଦେଲେ। ଏ ସିଦ୍ଧାନ୍ତର ପୂରାପୂରି କାମ ମୋ ଉପରେ ପଡ଼ିଗଲା। ଜିଲ୍ଲା ହାକିମମାନେ ସେ ବିଷୟରେ ମୋ ଉପରେ ପୂରା ବିଶ୍ୱାସ ଓ ନିର୍ଭର କରୁଥିଲେ। ସହର ସାରା ଗରିବଙ୍କ ତାଲିକା ନେଇ ତେଲ ବାଣ୍ଟିବା ଓ କାହାକୁ କାହାକୁ ମଜୁରି ଦେବା, ପାଣି ମାଠିଆ ସବୁଆଡ଼େ ଯାଇ ରଖିବା, ଏସବୁ କାମ ସ୍ୱରାଜ ମନ୍ଦିର କର୍ମୀମାନେ କରିବାକୁ ଲାଗିଲେ। ପୁଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଏକତ୍ର ସବୁଆଡ଼େ ଦିନରାତି ପହରା ଦେବାକୁ ଲାଗିପଡ଼ିଲେ। ଡାକ୍ତର କୃଷ୍ଣପ୍ରସାଦ ମହାନ୍ତି ଓ ମୁଁ ରାତିସାରା ସହର ତମାମ ପୁଲିସ ଇନ୍ସପେକ୍ଟର ସବ୍ଇନ୍ସପେକ୍ଟରଙ୍କ ସହିତ ବୁଲିଲୁ। ଏ ଉଦ୍ୟମ ଫଳରେ ଘର ନିଆଁ ଲାଗି ପାରିଲା ନାହିଁ। ଗୋଟିଏ ଦୁଇଟି ସ୍ଥଳରେ ଘରେ ନିଆଁ ଲଗାଉଥିଲା ବେଳେ ଆମେ ଅପରାଧୀଙ୍କୁ ମଧ୍ୟ ଧରିଛୁ। ମଜାର କଥା ଏହି ଯେ ଏହି ଅପରାଧୀମାନେ ଆମ ସହିତ ଇଂରାଜୀରେ କଥାବାର୍ତ୍ତା କରି କଚେରୀରେ ଏପରି ବ୍ୟବହାର କଲେ ଯେ ସେମାନଙ୍କୁ ପାଗଳ ବୋଲି କହି ଛାଡ଼ି ଦିଆଗଲା। ଏ କାମରେ ସରକାରୀ ହାକିମମାନେ ଆମକୁ ଏପରି ବିଶ୍ୱାସ କରୁଥିଲେ ଯେ ଆମକୁ ଅପରାଧୀମାନଙ୍କୁ ଧରିବା ପାଇଁ ଅନୁମତି ଦେଇଥିଲେ ଓ ସେମାନଙ୍କୁ ମଧ୍ୟ ଅଟକ କରି ରଖିବା ପାଇଁ ଅନୁମତି ଦେଇଥିଲେ। ଆମେ କେତେଜଣଙ୍କୁ ଧରି ଆଣି ଆମ ଆଶ୍ରମରେ ଅଟକାଇ ରଖି ତାଙ୍କ ଚାରିପାଖେ ଲୋକଙ୍କୁ ଜଗାଇ ରଖିଥିଲୁ। ମାତ୍ର କେହି କଚେରୀର ଦଣ୍ଡ ପାଇଲେ ନାହିଁ। ଘରେ ନିଆଁ ଲାଗୁ ନ ଥାଏ ସତ, ମାତ୍ର ଆତଙ୍କ ବନ୍ଦ ହେଉନଥାଏ। ବରଂ ତାହା ସହରରୁ ଜିଲ୍ଲା ସାରା ବ୍ୟାପିବାକୁ ଆରମ୍ଭ କଲା। ଏ ବିଷୟକୁ ଆମେ ଲାଗିପଡ଼ି ଅନୁସନ୍ଧାନ କରିବାକୁ ଲାଗିଲୁ। ଏହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ିଲା ଯେ 2 ଜଣ ଭଦ୍ରଲୋକଙ୍କ ଘରେ ବାହାରୁ ଆସିଥିବା କେତେଜଣ ଦୁଷ୍ଟ ଲୋକ ରହି ଘରପୋଡ଼ା ଆତଙ୍କ ସୃଷ୍ଟି କରୁଥିଲେ ଓ ଘର ମଧ୍ୟ ପୋଡ଼ୁଥିଲେ। ଉକ୍ତ 2 ଜଣ ଭଦ୍ରଲୋକ କଟକର ଜଣେ ଉଚ୍ଚ ପଦସ୍ଥ ପୁଲିସ କର୍ମଚାରୀଙ୍କର ଅତି ବିଶ୍ୱାସୀ ଲୋକ ଥିଲେ।
ଏହି ସହର ସଂରକ୍ଷଣ ସମିତି କାମ କରୁଥିବା ବେଳେ ଜଣେ ଡେପୁଟି ମାଜିଷ୍ଟ୍ରେଟଙ୍କ ଠାରୁ ଶୁଣିଲି ଯେ ସେତେବେଳେ ଭାରତ ସରକାରଙ୍କ ତରଫରୁ ନିମ୍ନଲିଖିତ ମର୍ମରେ ଏକ ଗୋପନୀୟ ନିର୍ଦ୍ଦେଶ ସବୁ ହାକିମମାନଙ୍କ ପାଖକୁ ଦିଆଯାଇଛି। ଭାରତର ଲୋକେ ମୋଗଲ ମରହଟ୍ଟାଙ୍କ ଜବରଦସ୍ତ ଶାସନରେ ଅଭ୍ୟସ୍ତ। ସେମାନଙ୍କୁ ଭୋଟ ଅଧିକାର ଦେବା ଦ୍ୱାରା ଓ ଦେଶରେ ପ୍ରଜାତନ୍ତ୍ର ଶାସନ ଧୀରେ ଧୀରେ ଆରମ୍ଭ କରିବା ଫଳରେ ସାଧାରଣ ଜନତା ଯେଉଁ କ୍ଷମତା ଟିକିଏ ଟିକିଏ ପାଉଛନ୍ତି ସେଥିରେ ଉନ୍ମତ୍ତ ହୋଇ ଯାଉଛନ୍ତି ଓ ଶୃଙ୍ଖଳା ମାନୁନାହାନ୍ତି। ଏଣୁ ଜବରଦସ୍ତ ଭାବରେ ଲୋକଙ୍କ ଭିତରେ ଅଶୃଙ୍ଖଳା ମନୋଭାବକୁ ଓ କାରବାରକୁ ଜବତ କରିବାକୁ ହେବ। ଏଥିପାଇଁ ଯଦି ଆଇନ ବିଚାରରେ କିଛି ଫାଙ୍କ ରହିଯାଏ ତେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ନାହିଁ। ଏନି ଲୁପ୍ ହୋଲ୍ ଇନ୍ ଜଷ୍ଟିସ୍ ସୁଡ୍ ବି ଓଭରଲୁକ୍ଡ। ଏ ଗୋପନୀୟ ନିର୍ଦ୍ଦେଶ ଆସିଥିଲା ଶୁଣିଲି। ତେଣେ ଆମ ଦ୍ୱାରା ଧରା ହେଉଥିବା ଘରପୋଡ଼ି ଆସାମୀମାନଙ୍କୁ ପାଗଳ ବୋଲି କହି କଚେରୀରୁ ଛାଡ଼ି ଦିଆଯାଉଛି। ସର୍ବୋପରି ପୋଲିସ ସାହେବ ହଡସନ ମୋ ସହିତ କାରବାର କରି ମୋଠି ତାଙ୍କର ପୂରା ବିଶ୍ୱାସ ହୋଇଯାଇଥିଲେ ମଧ୍ୟ ବାଲେଶ୍ୱର ପୁଲିସ ଇନ୍ସପେକ୍ଟର ଓ ମୁଁ ତାଙ୍କୁ ଯେତେ କହିଲୁ ଯେ ବାହାର ଲୋକ 2 ଜଣ ଭଦ୍ରଲୋକଙ୍କ ଘରେ ରହି କାମ କରିବାକୁ ଯଥେଷ୍ଟ ପ୍ରମାଣ ମିଳୁଛି, ସେ କିଛି ପ୍ରତିକାର ନ କରି ବାରମ୍ବାର ମୋତେ ହସି ହସି କହିଥିଲେ, ତୁମେ ଜଣେ ଯୁବକ, ଦେଶକୁ ସ୍ୱାଧୀନ କରିବ ବୋଲି ବାହାରିଛ, ଘରପୋଡ଼ିରେ କାହିଁକି ବ୍ୟସ୍ତ ହୋଇପଡ଼ୁଛ? ଆୟାର୍ଲାଣ୍ଡରେ କେତେ କେତେ ଅତ୍ୟାଚାର ସେ ଦେଶରେ ଲୋକ ସହୁଛନ୍ତି, ତୁମ ଦେଶର ଲୋକେ ତ ସେହିପରି ସହିବା ପାଇଁ ପ୍ରସ୍ତୁତ ହେବା ଉଚିତ। ଏ ଘରପୋଡ଼ି ବେପାର କାହିଁକି କିପରି ହେଉଛି ମୁଁ ଜାଣେ, ମାତ୍ର ପ୍ରତିକାର କରିବାର ମୋର ସାଧ୍ୟ ନାହିଁ। ଏଣୁ ତୁମମାନଙ୍କ ଉଦ୍ୟମରେ ଘର ନ ପୋଡ଼ିଲେ ମୁଁ ଖୁସି ହେବି। ଥରେ ମୁଁ କେତେକ ସ୍ୱେଚ୍ଛାସେବକ ନେଇ ରାତି 12ଟା ବେଳେ ଉପରୋକ୍ତ 2 ଜଣ ଭଦ୍ରଲୋକଙ୍କ ଭିତରୁ ଜଣଙ୍କ ବାହାର ଘରେ ଘେରାଉ କଲୁ। ଆମେ ଘେରିଯାଇ ପାଟିକଲା ମାତ୍ରକେ ଘର ଭିତରୁ 8-10 ଜଣ ଲୋକ ଡିଆଁ ମାରି ଇଆଡ଼େ ସିଆଡ଼େ ପଳାଇଲେ। ଭିତରେ ଦେଖିଲୁ ଯେ ନାନା ପ୍ରକାର ଖାଦ୍ୟ ଜିନିଷ, ପିଇବା ଜିନିଷ ସେଠାରେ ଅଛି। ଠିକ୍ ଏହା ପରଦିନଠାରୁ ବାଲେଶ୍ୱରର ଘରପୋଡ଼ି ଆତଙ୍କ ବନ୍ଦ ହେଲା। ମୋଟ 2ଟି ଛୋଟ ଛୋଟ ଘର ପୋଡ଼ିଯାଇଥିଲା। ଏହା ପରେ ସବୁଆଡ଼େ ଘରପୋଡ଼ି ବନ୍ଦ ହୋଇଗଲା। ତାହାପରେ ସହରର ସଂରକ୍ଷଣ ସମିତିର ଏକ ରିପୋର୍ଟ ଲେଖି ସଭାପତି ଓ ଉପସଭାପତିଙ୍କ ନିକଟରେ ଦସ୍ତଖତ କରାଇବା ପାଇଁ ଗଲି। ସେମାନେ କହିଲେ, କାମ ତ ସରିଗଲା, ରିପୋର୍ଟ କ'ଣ? ହଡସନ ସାହେବ ଜଣେ ଆଇରିଶ ଥିଲେ ଓ ତାଙ୍କ ସହିତ ମୋର ବନ୍ଧୁତା ହୋଇଯାଇଥିଲା। ତେଣୁ ତାଙ୍କୁ ଜିଦ୍ କରି କହିଲି ରିପୋର୍ଟରେ ଦସ୍ତଖତ କରିବା ପାଇଁ। ସେ ରିପୋର୍ଟଟିକୁ ରଖିଲେ ପଢ଼ିବା ପାଇଁ। ମାତ୍ର କିଛିଦିନ ପରେ ମୁଁ ଜେଲ୍ ଚାଲିଗଲି। ଜେଲରୁ ଫେରିବା ବେଳକୁ ହଡସନ ଆତ୍ମହତ୍ୟା କରି ମରିଯାଇଛନ୍ତି। ତେଣୁ ରିପୋର୍ଟଟି ଅପ୍ରକାଶିତ ହୋଇ ରହିଗଲା। ଏହି ଘରପୋଡ଼ି ସମୟରେ କଟକର ରିଜର୍ଭ ପୁଲିସ ସମସ୍ତେ ଧର୍ମଘଟ କରି ଘୋଷଣା କରିଥିଲେ ଯେ ସେମାନେ ଏତେ ଲୋକନିନ୍ଦା ସହି କାମ କରିପାରିବେ ନାହିଁ। ତତ୍କାଳୀନ କଟକର ପୁଲିସ ସୁପରିଟେଣ୍ଡେଣ୍ଟଙ୍କ ଉଦ୍ୟମରେ ଏ ଧର୍ମଘଟ ଅବସାନ ହୋଇଥିଲା। ଏ ଘଟଣା ସାଇମନ କମିଶନ ରିପୋର୍ଟରେ ଉଲ୍ଲେଖିତ ହୋଇ ରହିଛି। ଓଡ଼ିଶାରେ ଘରପୋଡ଼ି ଚାଲିଥିବା ବେଳେ କନିକା ମେଳି ମଧ୍ୟ ଆରମ୍ଭ ହେଲା। କନିକା ରାଜା ସେତେବେଳେ ଉତ୍କଳ ସମ୍ମିଳନୀର ଜଣେ ପ୍ରଧାନ ନେତା। ସରକାରଙ୍କଠାରେ ତାଙ୍କର ପ୍ରଭୃତ ପ୍ରତିପତ୍ତି। ସେତେବେଳକାର ନେତା ମଧୁବାବୁଙ୍କ ସେ ପଟ୍ଟଶିଷ୍ୟ। କନିକା ଜମିଦାରୀ ଇଂରେଜ ସରକାରଙ୍କର କିଛି ସମ୍ପର୍କ ନଥିଲା। ଯାହା କିଛି ହେଉଥିଲା ତାହା ରାଜ୍ୟ ସରକାରଙ୍କ ଦ୍ୱାରା। ସର୍ବମୋଟ 64 ପ୍ରକାରର କର ପ୍ରଜାମାନଙ୍କୁ ଦେବାକୁ ପଡ଼ୁଥିଲା। ସରକାରୀ ବନ୍ଦୋବସ୍ତ ନ ହୋଇ ରାଜ୍ୟ ସରକାର ନିଜେ ନିଜେ ବନ୍ଦୋବସ୍ତ କରିଯାଉଥାନ୍ତି। ଏସବୁ ସରକାରୀ ଆଇନ ବିରୋଧରେ ହୋଇପଡ଼ିଯାଉଥାଏ। 1922 ମସିହାରେ ପୁଣି ଜମି ବନ୍ଦୋବସ୍ତ କରି ଖଜଣା ବଢ଼ାଯିବାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ତରଫରୁ ହେଲା। ଏହା ପୂର୍ବରୁ 1920 ମସିହା ଦୁର୍ଭିକ୍ଷରେ ଜିଲ୍ଲା କଲେକ୍ଟରଙ୍କ ବିରୋଧରେ କନିକା ରାଜା ସରକାରଙ୍କଠାରୁ ଆଦେଶ ନେଇ ଆସିଥିଲେ ଯେ ତାଙ୍କ ଇହକାଳର ଦୁର୍ଭିକ୍ଷ ସାହାଯ୍ୟର ବନ୍ଦୋବସ୍ତ ସେ କରିବେ। ଏହି ଆଦେଶ ଫଳରେ ନିଜ ଇଲାକାରେ କିଛିଦିନ ପରେ ପୁଣି ସେହି ଧନ ସେହିମାନଙ୍କୁ ବିକ୍ରି କରାଗଲା। କିଣା ଦରଠାରୁ ବିକା ଦରରେ ବେଶୀ ଥିବାରୁ ଲୋକଙ୍କ ଆଖିରେ ଠକି ହେଲା। ଏଥିରେ ଧାନ ମହାଜନମାନେ ଉଚ୍ଛନ୍ନ ହୋଇଗଲେ। ତେଣେ ମଧ୍ୟ ଦୁର୍ଭିକ୍ଷଗ୍ରସ୍ତ ଲୋକେ ବେଶୀ କିଛି ସାହାଯ୍ୟ ପାଇଲେ ନାହିଁ। ଏହା ଏକ ଗଭୀର ଅସନ୍ତୋଷର କାରଣ ହୋଇଥାଏ। ଏହି ସମୟରେ ପୁଣି ଖଜଣା ବୃଦ୍ଧିର ପ୍ରସ୍ତାବ ଘଟଣାକୁ ଆହୁରି ଗୁରୁତର କରିଦେଲା। ଅନ୍ୟ ସମୟ ହୋଇଥିଲେ ବୋଧହୁଏ ପ୍ରତିପତ୍ତି ଜୋରରେ ଏସବୁ ଚଳିଯାଇ ପାରିଥାନ୍ତା। ମାତ୍ର ଅସହଯୋଗ ଆନ୍ଦୋଳନ ଦେଶବ୍ୟାପୀ ଯେ ସାଧାରଣ ଜାଗୃତି ଆଣିଦେଇଥିଲା, ତା ଫଳରେ ଅନ୍ୟାୟ ବିରୋଧରେ ଛିଡ଼ା ହେବାର ସାହସ ପ୍ରାୟ ସର୍ବତ୍ର କିଛି କିଛି ପ୍ରକାଶ ପାଇଥିଲା। ପ୍ରଜାମାନେ ରାଜାଙ୍କ ବନ୍ଦୋବସ୍ତରେ ରାଜି ନ ହୋଇ ସରକାରୀ ବନ୍ଦୋବସ୍ତ ଚାହିଁଲେ। ରାଜାଙ୍କ ତରଫରୁ ପ୍ରଜାମାନଙ୍କୁ ଜବତ କରିବା ପାଇଁ ନାନା ପ୍ରକାର କୌଶଳ ଚାଲିଲା। ବର୍ଦ୍ଧିତ ହାରରେ ଖଜଣା ନ ଦେଲେ ରାଜଘର ଖଜଣା ନେବେ ନାହିଁ ବୋଲି କହିବାରୁ ପ୍ରଜାମାନେ କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ସରକାରୀ ଟ୍ରେଜେରୀରେ ଖଜଣା ଆଇନ ଅନୁସାରେ ଦାଖଲ କଲେ। ମୋଟ କଥା ପ୍ରଜାଙ୍କର ଆପତ୍ତି ସରକାରଙ୍କଠାରେ ରାଜାଙ୍କ ବିରୋଧରେ ଥିଲା। ମାତ୍ର ଚତୁରତାର ସହିତ ରାଜପକ୍ଷ ଏହାକୁ ଅସହଯୋଗ ଆନ୍ଦୋଳନର ଏକ ଅଙ୍ଗ ବୋଲି ସରକାରଙ୍କୁ ବିଶ୍ୱାସ ଜନ୍ମାଇ ଦେଲେ। ଥରେ ରାଜା ପାଟଣାରେ ଲାଟ ଗଭର୍ଣ୍ଣରଙ୍କ ଭବନରେ ଅତିଥି ହୋଇଥିବା ବେଳେ ଏଣୁ ଇଲାକାକୁ ତାର ଯାଇ ପହଞ୍ଚିଲା ଯେ ହଜାର ହଜାର ପ୍ରଜା ରାଜପ୍ରସାଦ ଲୁଟ କରିବାକୁ ଆସୁଛନ୍ତି। ଏପରି ଅନେକ କୌଶଳ ପ୍ରୟୋଗ ଦ୍ୱାରା ସରକାରଙ୍କ ଧାରଣା ହୋଇଗଲା ଯେ ପ୍ରଜାମାନେ ଭୟଙ୍କର ଭାବରେ ରାଜଦ୍ରୋହୀ ଉଠିଛନ୍ତି ଓ ରାଜଭକ୍ତ ରାଜା ବିଦ୍ରୋହୀ ପ୍ରଜାମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି। ତେଣୁ ପ୍ରଜାମାନଙ୍କୁ ଦବାଇବା ପାଇଁ ସରକାରଙ୍କ ତରଫରୁ ବୈଧ ଅବୈଧ ସମସ୍ତ ଉପାୟ ଅବଲମ୍ବନ କରାଯାଇଥିଲା। ଜଣେ ଦୁଇ ଜଣ ବଡ଼ ସରକାରୀ ହାକିମ ଏଥିରେ ପ୍ରଭୃତ ସାହାଯ୍ୟ କରିଥିଲେ। ଶୁଣାଯାଏ ସେ ସମୟକାର ଜନୈକ କଟକ କଲେକ୍ଟର ବି.ଏନ୍. ରାୟ ପ୍ରକୃତ କଥା ରିପୋର୍ଟ କରିଥିବାରୁ ତାଙ୍କୁ ହଠାତ୍ ବଦଳି କରାଯାଇଥିଲା। ଏସବୁ ଆନ୍ଦୋଳନର ପ୍ରଥମ କଟକ ଜିଲ୍ଲା ଛମକା ଅଞ୍ଚଳରେ ଆରମ୍ଭ ହୋଇଥିଲା। କମିଶନର ସାହେବ ଅବସ୍ଥା ତଦନ୍ତ କରିବା ପାଇଁ ଯାଇଥିଲେ। ତାଙ୍କଠାକୁ ଶହ ଶହ ପ୍ରଜା ଆପତ୍ତି କରିବା ପାଇଁ ଆସୁଥିଲା ବେଳେ କମିଶନର ସାହେବଙ୍କୁ ବୁଝାଇ ଦିଆଗଲା ଯେ ପ୍ରଜାମାନେ ଆକ୍ରମଣ କରିବାକୁ ଆସୁଛନ୍ତି। କଟକରୁ ବନ୍ଧୁକଧାରୀ ପୁଲିସ କଲେ ଗୁଳି ହେଲା, 2 ଜଣ ମଲେ। ଏ 2 ଜଣଙ୍କ ପିଠିରେ ଗୁଳି ବାଜିଥିଲା। ଏଥିରେ ସୁଦ୍ଧା କେହି ବୁଝିଲେ ନାହିଁ। ସେତେବେଳେ କନିକା ରାଜା ଓ ଇଂରେଜ ସରକାର ଏ ଜିନିଷ ହୋଇଯାଇଥିଲେ। କନିକା ରାଜାଙ୍କ ବିରୋଧରେ କହିବା ରାଜଦ୍ରୋହ ଅପରାଧରେ ଆସିଯାଉଥିଲା। ବନ୍ଧୁକଧାରୀ ପୁଲିସ କେବଳ ନିଜ ଗୁଳି କରି କ୍ଷାନ୍ତ ହେଲେ ତା ନୁହେଁ, ଘର ଘର ଲୁଟିଲେ। ବହୁ ଧନୀ ଲୋକ ପଥର ଭିକାରୀ ହେଲେ, ବହୁ ସ୍ତ୍ରୀ ଲୋକ ଅତ୍ୟାଚାରିତ ହେଲେ। ଏପରି ଆତଙ୍କ ସୃଷ୍ଟି କରାଗଲା ଯେ କେତେକ ଗର୍ଭବତୀ ସ୍ତ୍ରୀ ପଳାଇ ଯାଇ ବଣରେ ପ୍ରସବ କରି ପକାଇଲେ। ଖଣ୍ଡେଇତ ରାୟ, ଅଶ୍ୱିନୀ କୁମାର ପଲେଇ ଏମାନଙ୍କର ଶହ ଶହ ମାଣ ଜମି ବେଦଖଲ କରାଯାଇ ଏମାନଙ୍କୁ ରାଜ୍ୟରୁ ବାହାର କରି ଦିଆଗଲା। ଏମାନଙ୍କ ପରିବାର ବର୍ତ୍ତମାନ ସୁଦ୍ଧା ଅତି ଗରିବ ଅବସ୍ଥାରେ ଅନ୍ୟତ୍ର ଚଳୁଛନ୍ତି। ଏସବୁ କଟକ ଜିଲ୍ଲାରେ ଚାଲିଥିଲା ବେଳେ କନିକା ରାଜାଙ୍କ ବାଲେଶ୍ୱର ଜିଲ୍ଲାରେ ଥିବା ପାଞ୍ଚମୁଖା ଇଲାକାରେ ମଧ୍ୟ ହୁଲତୁଲ ପଡ଼ିଥାଏ। ମାତ୍ର ଏ ଜିଲ୍ଲାର ପୋଲିସ ସାହେବ ହଡସନ ସବୁ କଥା ବୁଝି ସେପରି ଅତ୍ୟାଚାର କରିବାକୁ ଦେଇନାହାନ୍ତି। ଥରେ ସେ ମୋତେ କହିଲେ, ମହତାବ, ତୁମେ ପ୍ରତିଜ୍ଞା କର ଯେ ତୁମେ କନିକା ଇଲାକାକୁ ବର୍ତ୍ତମାନ ଯିବ ନାହିଁ। ମୁଁ ଏଠି କୌଣସି ଅତ୍ୟାଚାର କରାଇବାକୁ ଦେବି ନାହିଁ। ବାସ୍ତବିକ ତୁମେ ସବୁ ନିର୍ବୋଧ, ବୁଝିପାରୁନାହଁ ଯେ ତୁମେମାନେ ପ୍ରଜାମାନଙ୍କ ସହ ଯୋଗ ଦେବାରୁ ରାଜା ଚାଲାକିରେ ବିଶୁଦ୍ଧ ପ୍ରଜା ଆନ୍ଦୋଳନକୁ ଏକ ରାଜଦ୍ରୋହୀ ଆନ୍ଦୋଳନ କରି ଥୋଇ ପ୍ରଜାଙ୍କୁ ଦବାଉଛି। ମୁଁ ଜାଣୁଛି ଏଥିରେ ରାଜା ଦୋଷୀ, ମାତ୍ର ତାର ଉପର ମହଲାରେ ପ୍ରତିପତ୍ତି ଅଛି। ତେଣୁ ତୁମେ ସବୁ ଯାଇ କନିକା ପ୍ରଜାମାନଙ୍କ ସହିତ ଯୋଗ ଦେଲେ ମୁଁ ଅସହାୟ ହୋଇପଡ଼ିବି। ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ ବା କେହି କଂଗ୍ରେସର ଲୋକ କନିକା ଇଲାକାକୁ ଯିବୁ ନାହିଁ। ଆମେ କେହି ଗଲୁ ନାହିଁ, ଅପରନ୍ତୁ ଚେଷ୍ଟା କଲୁ ଯେପରି କନିକା ରାଜାଙ୍କ ଚାଲାକି ଧରାପଡ଼େ। ସେ ସମୟର ଅତ୍ୟାଚାର ଓ ସରକାରଙ୍କ ବେଆଇନ କାରବାର ବର୍ତ୍ତମାନ କଳ୍ପନା କରିହେବ ନାହିଁ। ଛାମୁକା ଇଲାକାରେ ଗୁଳି ଲୁଟତରାଜ ହେବା ପରେ ପ୍ରାୟ 150 ଲୋକ ଗିରଫତାର ହୋଇ ସେମାନଙ୍କ ବିଚାର ରାଜାଙ୍କ ନଅରରେ ହେଲା। ଜଣେ ଡେପୁଟି ରାଜାଙ୍କ ଅତିଥି ହୋଇ ରହି ସେଠାରେ ଏହି ମକଦ୍ଦମା ବିଚାର କଲେ। କେହି ଓକିଲ ନାହାନ୍ତି, ପରାମର୍ଶଦାତା ନାହାନ୍ତି। ନିରୀହ ଲୋକେ ଏକ ତରଫା ବିଚାରରେ ଦଣ୍ଡ ପାଇଲେ। ସେମାନଙ୍କୁ ରାଜନିକରୁ ସିଧା କେନ୍ଦ୍ରାପଡ଼ା ସବଜେଲକୁ ପଠାଇଦେବା କଥା। ମାତ୍ର ତା ନ ହୋଇ 150 ଲୋକଙ୍କୁ ହାତକଡ଼ି ପକାଇ ଦଉଡ଼ିରେ ବାନ୍ଧି ଛାମୁକାରୁ ଚାନ୍ଦବାଲି, ଚାନ୍ଦବାଲିରୁ ପାଞ୍ଚମୁଖା ଇଲାକା ବାଟେ ଭଦ୍ରକ ବାଟେ କଟକ ନିଆଗଲା। ଏହା କେବଳ କରାଇ ହୋଇଥିଲା ପଞ୍ଚୁକରେ ଆତଙ୍କ ସଞ୍ଚାର ପାଇଁ। ସେତେବେଳକାର ଭଦ୍ରକ ସବଡିଭିଜନ ଅଫିସର ମଧ୍ୟ କନିକା ରାଜାଙ୍କ ପ୍ରଭାବରେ ପଡ଼ିଥିଲେ। କନିକାର 70 ବର୍ଷର ଜଣେ ପ୍ରଜାକୁ ବିଚାର କରି ତାକୁ ବେତ ମାଡ଼ ପାଇଁ ଆଦେଶ ଦେଇ ସେ ସବଡିଭିଜନ ଅଫିସ ଭଦ୍ରକଠାରୁ 32 ମାଇଲ ଦୂର ଘଣ୍ଟେଶ୍ୱର କନିକା ରାଜା କଚେରୀରେ ସେ ଦଣ୍ଡକୁ କାର୍ଯ୍ୟରେ ପରିଣତ କରିଥିଲେ। ଆଉ ମଧ୍ୟ ପାଞ୍ଚମୁଖା ଇଲାକାରେ 7-8 ଜଣ ମୁଖ୍ୟ ପ୍ରଜାଙ୍କୁ 107 ଦଫାରେ ଗିରଫତାର କରି ବିଚାର କଲେ। ଏମାନେ ମକଦ୍ଦମା ଲଢ଼ିଥିଲେ। ଏହି ମକଦ୍ଦମା ହାଇକୋର୍ଟ ପର୍ଯ୍ୟନ୍ତ ଗଲା। ହାଇକୋର୍ଟ ବିଚାରପତିମାନେ ରାୟ ଦେଲେ ଯେ କନିକା ଆନ୍ଦୋଳନ ଏକ ବିଶୁଦ୍ଧ ପ୍ରଜା ଆନ୍ଦୋଳନ, ଏଥିରେ ରାଜଦ୍ରୋହ କିଛି ନାହିଁ। ମାତ୍ର ଏହା ହେବା ବେଳକୁ କେତେ ଅତ୍ୟାଚାର କନିକା ପ୍ରଜା ଓ ସମଗ୍ର ଓଡ଼ିଶା ସହିଗଲାଣି ତାହାର ବର୍ଣ୍ଣନା କରିବା ପାଇଁ ଏକ ସ୍ୱତନ୍ତ୍ର ପୁସ୍ତକ ଦରକାର। କଟକରେ 144 ଧାରା ନୋଟିସ ଜାରି ହୋଇଥାଏ, କେହି କନିକା ଇଲାକାକୁ ଯାଇପାରିବେ ନାହିଁ। ସେ ସମୟରେ କେବଳ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ କନିକା ଯାଇ ଲୁଟ ଇତ୍ୟାଦିର ବିବରଣୀ କିଛି ପ୍ରକାଶ କରିଥିଲେ। ଅପରନ୍ତୁ ସେ ସମୟରେ ବହୁ ପରିଚିତ ତଥାକଥିତ ସାଧାରଣ ସେବୀ କନିକା ରାଜ୍ୟ ସରକାରଙ୍କୁ ସମର୍ଥନ କରି ବିବୃତିମାନ ଦେଇଥିଲେ। ଭଦ୍ରକ ସବଡିଭିଜନ ଅଫିସର 144 ନୋଟିସ ଜାରି କରିଥାନ୍ତି ସେ।
କନିକା ସମ୍ପର୍କରେ ସଭା ସମିତି ହୋଇପାରିବ ନାହିଁ। ଏହି ସମୟରେ ଭଦ୍ରକରେ ଏକ ସମ୍ମିଳନୀ ହେବାର ଥାଏ। ସଭାପତି ହିସାବରେ ଗୋପବନ୍ଧୁ ଦାସ ଆସୁଥାନ୍ତି। ତାଙ୍କ ସାଙ୍ଗରେ ଭାଗୀରଥୀ ମହାପାତ୍ର ଆସୁଥାନ୍ତି। ଭଦ୍ରକ ଷ୍ଟେସନରେ ରେଳଗାଡ଼ି ପହଞ୍ଚିବା ମାତ୍ରକେ 144 ଧାରା ନୋଟିସ୍ ଜାରି ହେଲା ଯେ ଏମାନେ ଗାଡ଼ିରୁ ଓହ୍ଲାଇ ପାରିବେ ନାହିଁ। ମାତ୍ର ଏହି ନୋଟିସ୍ ଜାରି ହେବା ପୂର୍ବରୁ ସେମାନେ ଗାଡ଼ିରୁ ଓହ୍ଲାଇ ପ୍ଲାଟଫର୍ମ ବାହାରକୁ ଆସିଯାଇଥିଲେ। ଏଣୁ ସେମାନଙ୍କୁ ନେଇ ଭଦ୍ରକ ଆଶ୍ରମକୁ ଆସିଲି। ତେଣେ 144 ଧାରା ଅନୁସାରେ ଆଉ ଏକ ଆଦେଶ ଜାରି ହୋଇଥିଲା ଯେ ସଭା ସମିତି ହୋଇପାରିବ ନାହିଁ କିମ୍ବା କନିକା ବିଷୟରେ କିଛି ଆଲୋଚିତ ହୋଇପାରିବ ନାହିଁ। ହଡସନ ସାହେବ ସେ ସମୟରେ ଭଦ୍ରକରେ ଥାଆନ୍ତି। ମୁଁ ତାଙ୍କୁ ଦେଖା କଲି। ତାଙ୍କୁ ବୁଝାଇ କହିଲି ଯେ ଆମେ ଏକ ହତାବନ୍ଦୀ ଜାଗାରେ ସଭା କରୁଛୁ ଓ ଏଥିରେ ସର୍ବସାଧାରଣ ପ୍ରବେଶ ନାହିଁ। କେବଳ ଯେଉଁମାନେ ଟିକେଟ ପାଇବେ ସେହିମାନେ ଯିବେ। ଏଥିରେ ପୋଲିସ ସାହେବ ରାଜି ହୋଇ ସଭା ହେଉ ବୋଲି ମତ ଦେଲେ। ତେଣୁ ଆଶ୍ରମ ସାମ୍ନାରେ ଏକ ମସଜିଦ୍ ହତା ମଧ୍ୟରେ ସଭା ହେଲା। ସେ ସଭାରେ କନିକା ଅତ୍ୟାଚାରର ନିନ୍ଦାବାଦ କରି ଏକ ପ୍ରସ୍ତାବ ମୁଁ ଆଗତ କଲି। ବହୁ ଲୋକ ସମାଗମ ହୋଇଥିଲା। ପଣ୍ଡିତ ଗୋପବନ୍ଧୁଙ୍କ ଭାଷଣ ଅତି ହୃଦୟସ୍ପର୍ଶୀ ହୋଇଥିଲା। ଏ ସଭା ସରିଗଲା। ଗୋପବନ୍ଧୁ ଓ ଭାଗୀରଥୀ ବାବୁ କଟକ ଫେରିଲେ। ଇତିମଧ୍ୟରେ ଆମ ନିଜ ଭିତରେ ଟିକିଏ ଗୋଳମାଳ ହୋଇଗଲା। ଅସହଯୋଗ ଆନ୍ଦୋଳନ ଚାଲିଥିବା ବେଳେ ମୁଁ କାହିଁକି ପୋଲିସଙ୍କ ସହିତ ମିଳାମିଶା କରୁଛି ସେଥିପାଇଁ ମୋ ଉପରେ ଏକ ନିନ୍ଦାବାଦ ପ୍ରସ୍ତାବ ଆମ ଜିଲ୍ଲା କଂଗ୍ରେସ କମିଟିରେ ଜଣେ ସହକର୍ମୀ ଆଣିଥିଲେ। ମୋର ମନେହୁଏ ମୁଁ ନିଜକୁ ସମର୍ଥନ କରି 5 ଘଣ୍ଟା କାଳ କହିଥିଲି। ଘରପୋଡ଼ି ଓ କନିକା ବେପାରକୁ ଅସହଯୋଗ ବାହାରେ ରଖିବାର ପ୍ରୟୋଜନୀୟତା ବୁଝାଇଥିଲି। ମାତ୍ର ମୋର କେତେକ ସହକର୍ମୀ ନାନା ପ୍ରକାର ଯୁକ୍ତି ଦେଖାଇ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ମୁଁ ଅନ୍ୟାୟ କରୁଛି। କେତେ ଆଲୋଚନା ଓ ମତଭେଦ ହେଲା ଯେ ଶେଷରେ ମୁଁ ପ୍ରସ୍ତାବ କଲି ଏ ବିଷୟକୁ ପ୍ରାଦେଶିକ କଂଗ୍ରେସ କମିଟିକୁ ପଠାଯାଉ। ସେଠାରେ ଯାହା ସିଦ୍ଧାନ୍ତ ହେବ ତାହା ହିଁ ସମସ୍ତେ ଗ୍ରହଣ କରନ୍ତୁ। ପ୍ରାଦେଶିକ କଂଗ୍ରେସ କମିଟିରେ ବୈଠକ ବାଲେଶ୍ୱରରେ ବସିଲା। ସେଠି ମଧ୍ୟ ସେହିପରି ଦୀର୍ଘ ସୁବିସ୍ତୃତ ଆଲୋଚନା ହେଲା। ଭୋଟ ନିଆହେବାର ଉଭୟ ତରଫରେ ସମାନ ଭୋଟ ହେଲା। ଶେଷରେ ସଭାପତି ପଣ୍ଡିତ ଗୋପବନ୍ଧୁ ମୋତେ ସମର୍ଥନ କରି ଭୋଟ ଦେଇ କହିଲେ ଯେ ନିଜର ଆଚରଣ ଦ୍ୱାରା ହରେକୃଷ୍ଣ ପ୍ରମାଣ କରୁଛି ଯେ ତାଙ୍କର ଉଦ୍ଦେଶ୍ୟ ସାଧୁ ଥିଲା। ତେଣୁ ନୀତିରେ କିଛି ବ୍ୟାଘାତ ଘଟିଥିଲେ ମଧ୍ୟ ତାହା ମାର୍ଜନୀୟ। ଏହି କଥା ଏଇଠି ମେଣ୍ଟିଗଲା। ଆଉ ଏ କଥା ଉଠି ନାହିଁ। ମାତ୍ର କେତେ ସହକର୍ମୀ ମୋର କାର୍ଯ୍ୟକଳାପକୁ ଯେ ଆଉ ସୁଖ ପାଉନଥିଲେ ଏଥିରେ ସନ୍ଦେହ ନାହିଁ। ସେ ଯାହା ହେଉ ବର୍ତ୍ତମାନ ଆହୁରି ଦୁଃସମୟ ଆସି ପହଞ୍ଚିଲାଣି। 1984 ଧାରା ଅମାନ୍ୟ କରି ଭଦ୍ରକରେ ସଭା କରିଥିବା ଅପରାଧରେ ପଣ୍ଡିତ ଗୋପବନ୍ଧୁ ଓ ଭାଗୀରଥୀ ଧରା ହୋଇ ବାଲେଶ୍ୱର ବିଚାର ପାଇଁ ଆସିଲେ। ମୁଁ ସେ ସମୟରେ ପୋଲିସ ସାହେବଙ୍କ ସହିତ ଦେଖା କରି ଯିବାକୁ ମୁଖ ବିକୃତ କରି କହିଲି ମୁଁ ଆଉ ତୁମ ସହିତ ଦେଖା କରିବି ନାହିଁ। ବର୍ତ୍ତମାନ ଉପର ମହଲରେ ପ୍ରଚାର ହେଉଛି ମୁଁ ତୁମ ଦ୍ୱାରା ପ୍ରଭାବିତ ହେଉଛି ଓ ମୋର କଂଗ୍ରେସ ପ୍ରତି ସହାନୁଭୂତି ଅଛି। ମୁଁ ବାରମ୍ବାର କହିଲି ଯେ କନିକା ରାଜାର ଚାଳିଙ୍କ ପ୍ରତି ସାବଧାନ ହୁଅ। ମାତ୍ର ମାନିଲେ ନାହିଁ। ମୁଁ କିଛି କରିପାରିବି ନାହିଁ। ବାଲେଶ୍ୱରରେ ଗୋପବନ୍ଧୁ ଓ ଭାଗୀରଥୀଙ୍କୁ 6 ମାସ ଧରି ଜେଲ୍ ହେଲା। ବୋଲିବା ବାହୁଲ୍ୟ ଯେ ସେମାନେ ଅସହଯୋଗ ନୀତି ଅନୁସାରେ ଆତ୍ମସମର୍ଥନ କରି ନଥିଲେ। ଏମାନଙ୍କୁ ହାତକଡ଼ି ଦେଇ ଅଣ୍ଟାରେ ଦଉଡ଼ି ବାନ୍ଧି ଯେତେବେଳେ ବାଲେଶ୍ୱର କଚେରୀରୁ ଜେଲକୁ ଚଳାଇ ନିଆଯାଉଥାଏ ସେତେବେଳେ ସମସ୍ତେ ଅଭିଭୂତ। ହାତକଡ଼ି ପଡ଼ିଲା ବେଳେ ଭାଗୀରଥୀଙ୍କୁ ଗୋପବନ୍ଧୁ କହିଲେ ଭାଗୀରଥୀ ଏ ତ ଅୟମାରମ୍ଭ। ଅପରରେ କି ଭବିଷ୍ୟତ? ଏହାପରେ କଟକର ଡାକ୍ତର ଏକରାମ ରସୁଲ ପ୍ରମୁଖ ମୁଖ୍ୟ କଂଗ୍ରେସ ଲୋକମାନେ ସମସ୍ତେ ଧରାହେଲେ। ଗୋପବନ୍ଧୁ ଓ ଭାଗୀରଥୀ ବେଆଇନ ଦଳର ନେତା ବୋଲି ତାଙ୍କ ବିରୋଧରେ ଆଉ ଏକ ମକଦ୍ଦମା ଚାଲିଲା। ଏ ମକଦ୍ଦମାରେ କନିକା ମେଳି ଓ ଘରପୋଡ଼ିରେ ପୋଲିସକୁ ପିଟାପିଟି ଏହି ମନେ କରିଛନ୍ତି ବୋଲି ସାକ୍ଷ୍ୟ ଦିଆହୋଇଯାଇଥିଲା। ଗୋଟିଏ କରୁଣ କାହାଣୀ ଏଠାରେ ଉଲ୍ଲେଖ କରିବାକୁ ଯୋଗ୍ୟ। ଘରପୋଡ଼ି ସମୟରେ ଲୋକେ ଜଣେ ପୋଲିସ କନେଷ୍ଟବଳକୁ ଖୁବ୍ ମାଡ଼ ମାରି ରକ୍ତାକ୍ତ କରିଥିଲେ। ସେ ବେହୋସ ହୋଇ ପଡ଼ିଥିଲା। ଗୋପବନ୍ଧୁ ଏ ଖବର ପାଇ ସ୍ୱେଚ୍ଛାସେବକଙ୍କୁ ପଠାଇ ତାକୁ ଆଶ୍ରମକୁ ଅଣାଇ ନିଜେ ମୁହଁରେ ପାଣି ଛିଞ୍ଚି ହୋସ ହଟାଇଥିଲେ। କିଛି ସମୟ ତାକୁ ଖାଇବାକୁ ଦେଲେ। ତାପରେ ତାର ଲୁଗାପଟା ରକ୍ତରେ ଭିଜି ଯାଇଥିବାରୁ ତାକୁ ନିଜର ଲୁଗା ଖଣ୍ଡେ ଦେଲେ ପିନ୍ଧିବା ପାଇଁ। ସେ ଲୁଗା ଖଣ୍ଡିଏ ଖଦଡ଼ ଥିଲା। ଏହା କହିବା ନିଷ୍ପ୍ରୟୋଜନ। ଗୋପବନ୍ଧୁଙ୍କ ବିରୋଧରେ ସାକ୍ଷ୍ୟ ଦେଇ ଏହି କନେଷ୍ଟବଳ କହିଥିଲା ଯେ ଗୋପବନ୍ଧୁ ତାକୁ ମାରି ମାରି ଖଦଡ଼ ପିନ୍ଧାଇଥିଲେ। ଏହିପରି ସାକ୍ଷ୍ୟରେ ଗୋପବନ୍ଧୁ ଓ ଭାଗୀରଥୀଙ୍କୁ 2 ବର୍ଷ, ଡାକ୍ତର ଏକରାମଙ୍କୁ 1.5 ବର୍ଷ ଓ ଅନ୍ୟମାନଙ୍କୁ 1 ବର୍ଷର ଜେଲ୍ ହୋଇଥିଲା। ଭାଗ୍ୟକୁ ଏମାନଙ୍କର ସେତେବେଳେ ଜେଲ୍ ନିୟମାନୁସାରେ ସ୍ୱତନ୍ତ୍ର ଶ୍ରେଣୀର ବନ୍ଦୀ ରୂପେ ରଖିବା ପାଇଁ ମାଜିଷ୍ଟ୍ରେଟ ଆଦେଶ ଦେଇଥିଲେ। ଏମାନେ କିଛି କାଳ କଟକ ଜେଲରେ ରହି ତାପରେ ହଜାରିବାଗ ଜେଲକୁ ନିଆଗଲା। ଏ ସମୟରେ ଓଡ଼ିଶାର କାମ କରିବା ବାଲା କେହି ନାହାନ୍ତି। ମୁଁ ଏକା ଏ ପାଖ ସେ ପାଖ ହେଉଥାଏ। ଦିନକୁ ଦିନ କନିକାର ଅତ୍ୟାଚାର ଅସହ୍ୟ ହୋଇ ପଡ଼ୁଥାଏ। ଏ କାହାଣୀ ପୂର୍ଣ୍ଣ କରିବା ପାଇଁ କେତେ ମହାତ୍ମା ଗାନ୍ଧୀ ଧରା ହୋଇଥିଲେ ତେଣେ ମହାତ୍ମା ଗାନ୍ଧୀ ଧରା ହୋଇଗଲେ।
ବୋର୍ଦ୍ଦୋଳିଠାରେ ସେ ସତ୍ୟାଗ୍ରହ କରିବେ ବୋଲି ସ୍ଥିର କରି ସେଇଠାରେ ପହଞ୍ଚିଲେ। ବଡ଼ଲାଟକୁ ଚରମ ପତ୍ର ମଧ୍ୟ ଲେଖିଥିଲେ। ମାତ୍ର ଯୁକ୍ତ ପ୍ରଦେଶର ଚୌରୀ ଚୌରାଠାରେ ଜନତା ଉତ୍କ୍ଷିପ୍ତ ହୋଇ ପୋଲିସ କର୍ମଚାରୀକୁ ପୋଡ଼ି ମାରିଦେବା ଓ ଥାନା ଲୁଟ୍ କରିବା ଇତ୍ୟାଦି ହିଂସାତ୍ମକ କାର୍ଯ୍ୟ କରିବାରୁ ଗାନ୍ଧିଜୀ ସତ୍ୟାଗ୍ରହ ବନ୍ଦ କରିଥିଲେ। ଏଥିପାଇଁ ଦେଶସାରା ଏକ ଉତ୍କଟ ହତାଶ ଭାବ ବ୍ୟାପିଗଲା। ଆମେ ମଧ୍ୟ ନିରାଶ ହୋଇଗଲୁ। ମୁଁ ସେ ସମୟରେ ବିରକ୍ତ ହୋଇ ଗାନ୍ଧିଜୀଙ୍କ ବିରୋଧରେ ମଧ୍ୟ ମନେ ମନେ ଭାବିଲି, ଏଡ଼େ ବଡ଼ ଉତ୍ସାହ, ଏତେ ଅତ୍ୟାଚାର, ଅଥଚ ଏ ସମୟରେ ସତ୍ୟାଗ୍ରହ ବନ୍ଦ। ଏହା ମୁଁ ସହଜରେ ହଜମ କରିପାରିଲି ନାହିଁ। ଏହି ସମୟରେ EIR ରେଳ କର୍ମୀମାନଙ୍କ ବିଶାଳ ଧର୍ମଘଟ ଚାଲିଥାଏ। ରେଳ ଅତି ଅସୁବିଧାରେ ଯିବା ଆସିବା କରୁଥାଏ। ତଥାପି ସେଥିରେ ନିଖିଳ ଭାରତ କଂଗ୍ରେସ କମିଟିକୁ ମୁଁ ଯାଇଥିଲି। ସେଠାରେ ଗାନ୍ଧିଜୀଙ୍କ କଥା ଶୁଣି ମୋ ମନ ମାନିଲା ଯେ ସତ୍ୟାଗ୍ରହ ବନ୍ଦ କରିବା ଠିକ୍ ହୋଇଛି। ମାତ୍ର ଓଡ଼ିଶାରେ ଆମେ କରିବୁ କ'ଣ? ଏଠି ଯେ ଉତ୍କଟ ଅତ୍ୟାଚାର, ଆଉ କେହି ନାହାନ୍ତି। ସେଠୁ ଫେରିଲି। ଯେତେ ଦୂର ପାରେ ମୋ ବୁଦ୍ଧି ଖରଚ କରି ସମସ୍ତଙ୍କୁ ଉତ୍ସାହ ଦେଉଥାଏ। ଇତିମଧ୍ୟରେ ଗାନ୍ଧିଜୀଙ୍କୁ 6 ବର୍ଷ ଜେଲ୍ ହେଲା। ଏଥିରେ ମୁଁ ବଡ଼ ନିରୁତ୍ସାହିତ ହୋଇପଡ଼ିଲି। ସେ ସମୟରେ ପଣ୍ଡିତ ମଦନମୋହନ ମାଲବ୍ୟ ଅତି ସାହସ ସହକାରେ ଚାରିଆଡ଼େ ଅତ୍ୟାଚାର ବିରୋଧରେ ପ୍ରତିବାଦ କରୁଥାନ୍ତି। ନିଜେ ମଧ୍ୟ 4-6 ଥର 144 ଧାରା ଆଦେଶ ଅମାନ୍ୟ କରି ସାରିଲେଣି। ଅନ୍ୟ ଉପାୟ ନ ଦେଖି ମୁଁ ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଲେଖିଲି ଯେ ସେ ଓ ମୁଁ ମାଲବ୍ୟଜୀଙ୍କ ପାଖକୁ ଲକ୍ଷ୍ନୌ ଯିବା ଦରକାର। ସେ ରାଜି ହେଲେ। ଦୁହେଁ ଲକ୍ଷ୍ନୌ ଗଲୁ। ସେଠାରେ ମାଲବ୍ୟଜୀଙ୍କ ସହିତ ଲେଖା କରି ତାଙ୍କୁ ଓଡ଼ିଶାରେ ସମସ୍ତ ହାଲ ଜଣାଇଲୁ। ଭାରତ ସରକାରଙ୍କର ଯେଉଁ ଗୋପନୀୟ ନିର୍ଦ୍ଦେଶ କଥା ପୂର୍ବେ ଲେଖାଯାଇଛି ତାହା ତାଙ୍କୁ ଜଣାଇଲି। ଘରପୋଡ଼ି, କନିକା ଅତ୍ୟାଚାର ଏସବୁ ତାଙ୍କୁ ପୁଙ୍ଖାନୁପୁଙ୍ଖ ରୂପେ ଜଣାଇଲି। ସେ ଧୀର ଭାବରେ ସବୁ ଶୁଣିଲେ। ସବୁ ଜିଦ୍ କଲେ ଯେ ସେ ଗୋପନୀୟ ନିର୍ଦ୍ଦେଶର ଅସଲ ଖଣ୍ଡ। କୌଣସି ପ୍ରକାରେ ଏ ଛଦ୍ମବେଶରେ କନିକା ଇଲାକାକୁ ଯାଇ ସେଠି କ'ଣ ହୋଇଛି ସବୁ ସମ୍ବାଦ ତାଙ୍କୁ ଦେବା ପାଇଁ। ତାଙ୍କଠାରୁ ଆମେ ଶୁଣିଲୁ ଯେ ଅନ୍ୟ ପ୍ରଦେଶମାନଙ୍କରେ ମଧ୍ୟ ସେହିପରି ଗୋପନ ଆଦେଶ ଦିଆହୋଇଛି। ମାତ୍ର ମୂଳ କାଗଜ କେଉଁଠାରୁ ବାହାରିଛି ତାହା ସେ ପାଉନାହାନ୍ତି। ବିଭିନ୍ନ ପ୍ରଦେଶର ସମସ୍ତ ଅତ୍ୟାଚାରର ବିବରଣୀ ସଂଗ୍ରହ କରି ସେ ବିଲାତରେ ଏସବୁର ବିରୋଧରେ ଆନ୍ଦୋଳନ କରିବାର କଳ୍ପନା କରୁଥିଲେ। ଆମେ ନିତାନ୍ତ ଜିଦ୍ କଲୁ ଯେ ସେ ଥରେ ଓଡ଼ିଶା ଆସନ୍ତୁ। ସେ ରାଜି ହେଲେ ଓ ଦରକାର ପଡ଼ିଲେ 144 ଧାରା ଅମାନ୍ୟ କରି କନିକା ଭିତରକୁ ଯିବେ ବୋଲି କହିଲେ। କେଉଁ ଠିକଣାକୁ ସେ ପତ୍ର ଦେବେ ଓ କେଉଁ ବାଟେ ସେ କନିକା ଯିବେ ଏସବୁ ଠିକ୍ କରି ଆମେ ଉତ୍ସାହିତ ହେଲୁ। ଫେରିଲୁ। ମୁଁ ସିଧା କଟକ ଗଲି। ଆଗରୁ କୃଷ୍ଣବାବୁ ଡାକ୍ତରଙ୍କ ନିକଟକୁ ତାର କରିଥିଲି ଯେ ସେ ମୋତେ ବାଲେଶ୍ୱର ଷ୍ଟେସନରେ ଦେଖି କରିବେ। ତଦନୁସାରେ ରାତି 12ଟା ବେଳକୁ ସେ ଷ୍ଟେସନକୁ ଏକ୍ସପ୍ରେସ୍ ଗାଡ଼ିକୁ ଆଣିଥିଲେ। ମୁଁ ଗାଡ଼ିରୁ ଓହ୍ଲାଇ ତାଙ୍କ ସହିତ ଅତି ଗୋପନରେ ମାଲବ୍ୟଜୀଙ୍କ ଆସିବାର ଖବର ଦେଇ କିପରି କ'ଣ ବନ୍ଦୋବସ୍ତ କରିବାକୁ ହେବ କହିଗଲି। କଟକ ଷ୍ଟେସନରେ ସକାଳେ ପହଞ୍ଚି ଗାଡ଼ିରୁ ଓହ୍ଲାଇବା ମାତ୍ରକେ ଜଣେ ଲୋକ ମୋତେ ପଚାରିଲା, ମାଲବ୍ୟଜୀ କେବେ ଆସୁଛନ୍ତି? କନିକା କେବେ ଯିବେ? ମୁଁ ବିସ୍ମିତ ହେଲି ଓ ଜାଣିପାରିଲି ଯେ ଗୁପ୍ତଚର ଆମ ପଛରେ ଲାଗିଛନ୍ତି। କଟକରେ ବନ୍ଦୋବସ୍ତ କରି ବାଲେଶ୍ୱର ଫେରିଲି। ଫେରିବା ମାତ୍ରକେ ମୁଁ 108 ଦଫାରେ ଧରା ହେଲି। ଏହାପରେ ମାଲବ୍ୟଜୀ ଏଆଡ଼ୁ କିଛି ଚିଠି ନ ପାଇ ଚିଠି ଦେଇଥିଲେ। ମାତ୍ର ଏଠୁ କିଛି ଚିଠି ଗଲାନି। ସେ ଆଉ ଆସିପାରେ ନାହିଁ। ସେତେବେଳର ଓଡ଼ିଶାର ବିଭତ୍ସ ଅତ୍ୟାଚାର ସେହିପରି ନିର୍ବିବାଦରେ ଚାଲିଗଲା। ସେ କଥା ବର୍ତ୍ତମାନ ସୁଦ୍ଧା ଭାବିଲେ ରୋମାଞ୍ଚ ଜାତ ହୁଏ। ଏହିଠାରେ ଶେଷ ହେଲା ଲେଖକ ହରେକୃଷ୍ଣ ମହତାବଙ୍କର ସାଧନାର ପଥେ ଆତ୍ମଜୀବନୀର ପରିଚ୍ଛେଦ ସାଧାରଣ ଜୀବନ ଆରମ୍ଭ। ରହିଲି, ନମସ୍କାର।